ଯେତେବେଳେ କି ଆଗମନ ସମ୍ବନ୍ଧୀୟ ବିଷୟ ଆମେ ଆଲୋଚନା କରୁ ସେତେବେଳେ ମୋର ଅତି ନମ୍ରତାର ସହିତ ବ୍ୟକ୍ତିଗତ ଅନୁରୋଧ ଆମେ ତରତର ହେବା ନାହିଁ। ଯେ ବିଶ୍ୱାସ କରେ ସେ ଚଞ୍ଚଳ ହେବ ନାହିଁ। ଏ ସବଜେକ୍ଟ ଏତେ ଗଭୀର, ତାକୁ ଲାଇନ୍ ଲାଇନ୍ କରି ପଦ ପଦ ଶୁଣିବା ବହୁତ ଜରୁରୀ। ଅନେକ ସମୟରେ ଯେତେବେଳେ କି ଏମିତି ବାକ୍ୟ ପ୍ରଚାର ହୁଏ, ଯେଉଁମାନେ ସ୍ପଷ୍ଟ ବାଇବେଲ ପଢ଼ିପାରନ୍ତି ତାଙ୍କ କାମ ସୁଯୋଗ ଦେଇ ପଢ଼ ବୋଲି, ନହେଲେ ମୁଁ ନିଜେ ପଢ଼େ। କାହିଁକି? ଅନ୍ୟ ଜଣେ ପଢ଼ିଲେ ମୁଁ ତାକୁ ସ୍ପଷ୍ଟ ବୁଝିପାରେ ନାହିଁ। ବୁଝିପାରେନି ଇନ୍ ଦ ସେନ୍ସ କମା, ସେମିକୋଲନି, ଫୁଲ୍ ଷ୍ଟପ୍, କ'ଣ କ'ଣ ଲେଖା ହେଇଛି, କେଉଁଠି କ'ଣ ଉଚ୍ଚାରଣ ହେବ, କେଉଁଠି କାହା ପରେ କେଉଁଟା ହେବ, ପଦ ପଦ ପଢ଼ିବା ପାଇଁ ଅନେକ ସମୟରେ ଆମେ ତାକୁ ଅବହେଳା କରୁ। ଏଥିପାଇଁ ମୁଁ ଯେତେବେଳେ ନିଜେ ପଢ଼ିବି ତାହେଲେ ମୁଁ ଜାଣିବି କେଉଁଟା କେଉଁ ଜାଗାରେ କ'ଣ ଲେଖା ହେଇଛି ଆଉ କେଉଁ ଜାଗାରେ କେଉଁଟା ଚିହ୍ନ ଦିଆଯାଇଛି, ତାକୁ ଧରିକି ମୁଁ ପଢ଼େ। ସେଥିପାଇଁ ମୁଁ ଶୁଣିଛି ଆମମାନଙ୍କର ପାଣିଆଗାଙ୍କର ବାଇବେଲ ପଢ଼ିବାଟା ମୋତେ ଭଲ ଲାଗେ। ତାଙ୍କର ବହୁତ ସ୍ପଷ୍ଟ ସେ ପଢ଼ନ୍ତି ଆଉ ସେ ମୋତେ ଯଦି ସାହାଯ୍ୟ କରିବାକୁ ଚାହାନ୍ତି ତାହେଲେ ସାହାଯ୍ୟ କରିପାରିବେ। ଏଥିପାଇଁ କିନ୍ତୁ ଯେଉଁମାନେ ଆଜି ଆପଣମାନେ ଅଛନ୍ତି, ମୁଁ ଆପଣଙ୍କ ବହୁତ ସମୟ ନେବି ନାହିଁ, ବୋର୍ ବି କରିବି ନାହିଁ। ଆପଣ ଟିକେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟରେ ରହିଲେ ବହୁତ ଭଲ ବୋଲିକି ମୋର ବ୍ୟକ୍ତିଗତ ଅନୁରୋଧ। ଆପଣ ଗଲେ ଛାଡ଼ିକି ମଝିରେ ଉଠିକି ପଳେଇଲେ ମୁଁ ମନା କରିବି ନାହିଁ, କି ପାଣି ଆଜ୍ଞା ମଧ୍ୟ ମନା କରିବି ନାହିଁ। ଯେ ଆପଣ ଯଦି କିଛି ଜାଣିବା ପାଇଁ ଚାହୁଁଛନ୍ତି କି ଆମେ ଜାଣିବା ପାଇଁ ଚାହୁଁଛୁ ତାହେଲେ ଟିକେ ସମୟ ଦେଲେ ଭଲ ପ୍ରଭୁଙ୍କ ପାଇଁ। ଅନ୍ୟାନ୍ୟ ସବଜେକ୍ଟ ଟପିକ୍ ତ ଗୁଡ଼ାଏ ଅଛି ଯେଉଁଟା ଆପଣ ପ୍ରତ୍ୟେକ ଦିନ ଶୁଣୁଛନ୍ତି ଦେଖୁଛନ୍ତି, କିନ୍ତୁ କିଛି କ୍ରିଟିକାଲ ସବଜେକ୍ଟ ପାଇଁ ଆପଣଙ୍କୁ ତ ସମୟ ଦେବାକୁ ପଡ଼ିବ। ପେନ୍ ଆଉ ନୋଟବୁକ୍ ବା କାଗଜ ଆଉ ବାଇବେଲ ତ ପାଖରେ ରଖିବାକୁ ପଡ଼ିବ। ଆଉ ଯେତେବେଳେ ବାଇବେଲର ପଦ ପଦ କୁହାଯାଉଛି ଖାଲି ଶୁଣନ୍ତୁ ନାହିଁ, ପ୍ଲିଜ୍ ଆପଣ ବାଇବେଲ ଖୋଲିକି ଦେଖନ୍ତୁ। ମୁଁ ତାକୁ 100% ବିଶ୍ୱାସ କରେ। ମୁଁ ଖାଲି ଶୁଣିକି କହିବା କଥା, ଆଇ ଡୋଣ୍ଟ ବିଲିଭ୍ ଇଟ୍। ଆଜି ପର୍ଯ୍ୟନ୍ତ ମୋର ଦୀର୍ଘ ବର୍ଷ କ୍ଷୁଦ୍ର ସେବା କାର୍ଯ୍ୟରେ ମୁଁ ବହୁତ ସିରିୟସ୍ ଲୋକ। ଈଶ୍ୱରଙ୍କ ବାକ୍ୟ ଏକା ପଢ଼ିକି ସେ ପଦ ଭିତରେ ଏକା ମୁଁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଚେଷ୍ଟା କରେ। ଗୋଟେ ପଢ଼ିକି ଆଉ ଗୋଟେ କହିବାର ଅଭ୍ୟାସ ମୋର ନାହିଁ ଆଗରୁ। ଆଉ ଏଥିପାଇଁ ଆଉ ରଙ୍ଗ ଡକ୍ଟ୍ରିନ୍ ତ ପ୍ରଶ୍ନ ନାହିଁ। ସାଙ୍ଗେ ସାଙ୍ଗେ ମୁଁ ଜାଣିଦେବି ଏଇଟା ରଙ୍ଗ ଡକ୍ଟ୍ରିନ୍ ନା ଭୁଲ ଡକ୍ଟ୍ରିନ୍ ନା ଠିକ୍ ଡକ୍ଟ୍ରିନ୍ ନା କେଉଁଠୁ ଏଟା, ଏ କଥା ମୋତେ ସ୍ପଷ୍ଟ ପ୍ରଭୁ ଜଣାନ୍ତି ଆଗରୁ। ଏଥିପାଇଁ ମୋତେ ସାବଧାନ ଯେତେବେଳେ ବାକ୍ୟ ଆଲୋଚନା କରେ। ଆମେ ପଢ଼ିବା ଲୁକ ସୁସମାଚାର 21 ପର୍ବ। ଅନୁରୋଧ କରୁଛି ପଢ଼ନ୍ତୁ 33 ପଦରୁ ଦୟାକରି 36 ପଦ ପଢ଼ନ୍ତୁ, ପଦ ପଦ କରି। ଲୁକ ସୁସମାଚାର 21 ପର୍ବ 33 ପଦରୁ 36 ପଦ। ହ୍ୟାଲୋ। ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। କଦାପି ଲୋପ ପାଇବ ନାହିଁ। ତାପରେ 34 ପଦ। କିନ୍ତୁ ତୁମ୍ଭେ ମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, ହଁ କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ। ହଁ ଆଉ ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ, ପଡ଼େ, କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଆସିବ। କିନ୍ତୁ 36। ହଁ, ହଁ କିନ୍ତୁ ତୁମେ କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାର ରକ୍ଷା ପାଇବାକୁ ହୁଁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏଥି ନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। 36 ପଦରେ ଲେଖାଯାଇଛି କିନ୍ତୁ ତୁମ୍ଭେମାନେ, ଗୋଟେ ଗ୍ରୁପ କଥା ପ୍ରଭୁ କହିଲେ ଏବଂ ସେ ବର୍ତ୍ତମାନ ଆପଣଙ୍କୁ ମୋତେ କହୁଛନ୍ତି କିନ୍ତୁ ତୁମ୍ଭେମାନେ ଯେ ପ୍ରଭୁଙ୍କୁ ଜାଣିଥିବା ଲୋକମାନେ। ଲେଟ୍ ଅସ୍ ଅଣ୍ଡରଷ୍ଟାଣ୍ଡ ଭେରି କ୍ଲିୟରଲି। ଯେଉଁମାନେ ପ୍ରଭୁଙ୍କୁ ଜାଣିନାହାନ୍ତି, ଅବିଶ୍ୱାସୀ, ସୁସମାଚାରକୁ ବାକ୍ୟକୁ ସୁସମାଚାରକୁ ଏବଂ ବାକ୍ୟକୁ ବିଶ୍ୱାସ କରନ୍ତି ନାହିଁ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ବା ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପ୍ରତି କ'ଣ ଘଟଣା ଘଟିବ ଜଗତରେ ତାକୁ ପ୍ରଭୁ ପୁରା 21 ପର୍ବ ଯାକ କହିଛନ୍ତି। ତା ଭିତରୁ ଆମେ 33 ପଦରୁ 36 ପଦ ପଢ଼ିଲୁ। ମୁଁ ତାକୁ ଆଉ ଟିକେ ପଢ଼ି ଦେଉଛି ଶୁଣନ୍ତୁ। ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଗ୍ୟାରେଣ୍ଟି ପ୍ରଭୁ ଦେଇଛନ୍ତି ଯେ ତାଙ୍କର କହିଥିବା ପ୍ରତ୍ୟେକଟି ଲାଇନ୍। ଆଜି ଅନେକ ବାଇବେଲକୁ କମି ଚେଷ୍ଟା କରୁଛନ୍ତି। ମାନେ ପ୍ରଭୁ ଦାସ ମାନେ ବାଇବେଲକୁ କରେକ୍ସନ୍ କରନ୍ତି, ଏଟା ଭୁଲ ଲେଖା ହେଇଛି, ତାର ଅନୁବାଦ ଏମିତି ହେଇଛି। ହଁ ହେଇଥାଇପାରେ, ଅନୁବାଦ ଏପଟ ସେପଟ ହେଇଥାଇପାରେ, ପ୍ରିଣ୍ଟ ମିଷ୍ଟେକ୍ ହେଇପାରେ, ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଷ୍ଟୋରି। କିନ୍ତୁ କେବେ ଚେଷ୍ଟା କରିବା ନାହିଁ ଦୁଃସାହସ କରିକି ଈଶ୍ୱରଙ୍କ ବାକ୍ୟକୁ କରେକ୍ସନ୍ କରିବା ପାଇଁ।
ଆଉ ନିଜର ମସ୍ତିଷ୍କଗତ ଜ୍ଞାନରେ ଆମେ ବାଇବଲକୁ ଏକ୍ସପ୍ଲେନେସନ କରିବା ନାହିଁ। ଇଜ୍ ଏ ଭେରି ସିରିୟସ୍ ମ୍ୟାଟର। ଏତେ ତାଙ୍କର ବାକ୍ୟ ମୁଖ ନିର୍ଗତ ବାକ୍ୟ, କାହିଁକି ନା ଗୀତ ସଂହିତା 119 ପର୍ବ ଲେଖା ହେଇଛି, ପଦରେ ଲେଖାଯାଇଛି 119 ଚାପ୍ଟର ବୁକ୍ ଅଫ୍ ସାମ୍ 89 verse ଏମିତି ଲେଖାଯାଇଛି ଯେ ତାଙ୍କର ବାକ୍ୟ ସ୍ୱର୍ଗରେ ସଂସ୍ଥାପିତ। ଆପଣ ଯେଉଁ ବାକ୍ୟ ବାଇବଲ ଧରିଛନ୍ତି, କେଉଁ ଭାଷାରେ ଧରିଛନ୍ତି, ବା ଆମେ ବିଭିନ୍ନ ଭାଷାରେ ବାଇବଲ ପଢ଼ୁ, ପୃଥିବୀ ଯାକର ସବୁ ଭାଷାରେ ବାଇବଲ ଅନୁବାଦ ହେବ, ଏଇଟା ଆଗରୁ ପ୍ରଭୁ କହିଛନ୍ତି। ସବୁ ଭାଷାରେ ଲୋକ ନିଜ ପ୍ରଭୁ ବାକ୍ୟ ଶୁଣିବେ। ଏଇ ବାକ୍ୟ ସ୍ୱର୍ଗରେ ସେଟେଲ ହେଇକି ଅଛି, ସେଟେଲଡ ଇନ୍ ହେଭେନ୍, ଏଭରଲାଷ୍ଟିଂ ଟୁ ଏଭରଲାଷ୍ଟିଂ, ଏଇଟା ସେଟେଲ ହେଇକି ଅଛି ସ୍ୱର୍ଗରେ। ତାର ଅର୍ଥ ଏଇଠିକାର ଗୋଟେ ବିନ୍ଦୁ କି ବିସର୍ଗ ଲୋପ ପାଇବ ନାହିଁ। ଗୋଟେ ଜାଗାରେ ପ୍ରଭୁ କହିଲେ ବିନ୍ଦୁ କି ମାତ୍ରା ଲୋପ ପାଇବନି ବୋଲି ପ୍ରଭୁ କହିଲେ। ଆକାଶ ମଣ୍ଡଳ, ଆକାଶ ଓ ପୃଥିବୀ ଲୋପ ପାଇବ। ଆକାଶରେ କ'ଣ କ'ଣ ଅଛି ଆଇ ଡୋଣ୍ଟ ନୋ, ଆପଣ ଜାଣିନାହାନ୍ତି। ପୃଥିବୀରେ କ'ଣ ଅଛି କମ୍ ସେ କମ୍ ଆମେ ଜାଣିଛୁ, ସେ ଲୋପ ପାଇବ। କିନ୍ତୁ ମୋର ବାକ୍ୟ ସମୂହ, ଗୋଟେ ଲାଇନର ବାକ୍ୟ ସବୁ, ଆଦି ପୁସ୍ତକ 1 ପର୍ବ 1 ପଦରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ଶେଷ ପର୍ବର ଶେଷ ପଦ ପର୍ଯ୍ୟନ୍ତ କୌଣସି ବାକ୍ୟ ଲୋପ ପାଇବ ନାହିଁ। କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ। ଏଇଟା ପର୍ସନାଲ ୱାର୍ଣ୍ଣିଂ, ବ୍ୟକ୍ତିଗତ ସଚେତନ ବାକ୍ୟ। ବ୍ୟକ୍ତିଗତ ଭାବରେ ପ୍ରଭୁ ଆମକୁ এই ବାକ୍ୟ ଦ୍ୱାରା ସଚେତନ କରୁଛନ୍ତି, ୱାର୍ଣ୍ଣିଂ କରୁଛନ୍ତି, ଆମମାନଙ୍କୁ ସାବଧାନ କରାଉଛନ୍ତି, ଚେତନା ଦେଉଛନ୍ତି, ନିଜକୁ ସମୀକ୍ଷା କରିବା ପାଇଁ, ନିଜକୁ ବୁଝିବା ପାଇଁ, ନିଜକୁ ପରୀକ୍ଷା କରିବା ପାଇଁ ଯେ ମୁଁ କେମିତି ଅଛି। ଆପଣା ବିଷୟରେ ଆଜି ଆମମାନଙ୍କର ଗୋଟେ ଏ ପ୍ରକାର ସ୍ୱଭାବ ହେଇଯାଇଛି, ଆମେ ଅନ୍ୟ ବିଷୟରେ ଭାରି ଚିନ୍ତିତ। ଅନ୍ୟର କାର୍ଯ୍ୟରେ, ଅନ୍ୟର ସେବାରେ, ଅନ୍ୟର ଲାଇଫରେ, ଅନ୍ୟର ପରିବାରରେ, ଅନ୍ୟର ଜୀବନରେ ହସ୍ତକ୍ଷେପ କରିବାରେ ଆଜିର ମଣିଷ ବହୁତ ବ୍ୟସ୍ତ। ନିଜ ଭିତରେ କ'ଣ ଭୁଲ ଭାଲ ଅଛି, ତ୍ରୁଟି ଅଛି, ସେଇଟା ମଣିଷ ଦେଖେ ନାହିଁ। ସେ ଅନ୍ୟକୁ ବହୁତ ଆକ୍ଷେପ କରେ, ତାକୁ ଆଙ୍ଗୁଠି ମାରିବା ପାଇଁ ଚେଷ୍ଟା କରେ। ଆମମାନଙ୍କ ଜୀବନରେ ମଧ୍ୟ କେବେ କେବେ ସେମିତି ହେଇଥାଇପାରେ। ଅନ୍ୟର ତ୍ରୁଟି ଆମେ ଅନେକ ସମୟ ଦେଖିବା ପାଇଁ ବହୁତ ଚେଷ୍ଟା କରୁ, ଅନ୍ୟକୁ ବୁଝିବା ପାଇଁ ଚେଷ୍ଟା କରୁ। କ୍ଷମା କରି, ମୁଁ ବୁଝିବା ପାଇଁ ଏଠି ବସି ନାହିଁ, ପ୍ରକୃତରେ ନମ୍ରତାର ସହିତ କହୁଛି। ମୋତେ ପ୍ରଭୁ ଯାହା ଦେଇଛନ୍ତି ତାକୁ ମୁଁ ସେୟାର କରୁଛି ଆପଣଙ୍କୁ। ଏଥିପାଇଁ ଆପଣା ବିଷୟରେ ସାବଧାନ ହେଇଥାଅ। ତାପରେ ସେ କହିଲେ କାଳେ ତୁମମାନଙ୍କ ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ। ଯେମିତି ଅନ୍ୟମାନେ ମତ୍ତତା, ମଦ୍ୟପାନ, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ। ତୁମମାନେ ବିଶ୍ୱାସୀ ମାନେ ପ୍ରଭୁଙ୍କୁ ଜାଣିଥିବା ଲୋକମାନେ ସେମିତି ହୁଅ ନାହିଁ। ସେ ପ୍ରକାର ହେବାଟା ଆବଶ୍ୟକ ନାହିଁ, ସେ ପ୍ରକାର ହେବା ଦରକାର ନାହିଁ। ଭାରଗ୍ରସ୍ତ ହୁଏ କ'ଣ? ମତ୍ତତା, ବିଭିନ୍ନ ବିଷୟରେ ମତ୍ତତା। ଲୋକଙ୍କର ଧନ ସମ୍ପତ୍ତି, ମାନ ମର୍ଯ୍ୟାଦା, ରେହେନ ସେହେନ, ଖାଇବା ପିଇବା, ଖାନଦାନୀ ମାତିକି ଥାନ୍ତି ଲୋକମାନେ। ଚାକିରି ବାକିରି, ଇନକମ୍, ପ୍ରମୋସନ, ପାଠ, ଜମି ବାଡ଼ି, ଘର ଦ୍ୱାର, ଏଇଟା ସେଇଟା, ନେମ୍ ଆଣ୍ଡ ଫେମ୍ରେ ମାତିଥାନ୍ତି ଲୋକମାନେ, ନିଶା ଖାଇଲା ଭଳିଆ। ସେଇଟା ଗୋଟେ ମତ୍ତତା। ଆପଣ ଜାଣିଛନ୍ତି ମଦ୍ୟପାନ, ଏଟା ସ୍ପଷ୍ଟ ଆଜି ସେଟା ଏଡିକ୍ଟ, ସାରା ପୃଥିବୀ ଏଡିକ୍ଟ ହେଇଯାଇଛି କହିଲେ ଚଳେ। ଏଟା ପାର୍ଟ ଅଫ୍ ଦ ଲାଇଫ୍, ହ୍ୟୁମାନ୍ ବିଙ୍ଗର ପାର୍ଟ ଅଫ୍ ଦ ଲାଇଫ୍ ହେଇଯାଇଛି ସେଥିରେ। ଏବଂ ଜୀବିକା ସମ୍ବନ୍ଧ ଚିନ୍ତା କାହାର ନାହିଁ। ଅତି ଗରିବ ଲୋକ ମଧ୍ୟ, ମୂଲିଆ ମଜୁରୀ କରୁଥିବା ଲୋକ ମଧ୍ୟ, ଦିନକୁ 200, 300, 400 ଟଙ୍କା ପାଇଁ କାମ କରୁଥିବା ଲୋକମାନେ ମଧ୍ୟ, ଭାଇ ଆଉ ଭଉଣୀ, ପ୍ରଭୁଙ୍କ ଲୋକମାନେ ଏବଂ ପ୍ରଭୁ ଦାସ ଦାସୀ ମାନେ, ଆଉ ଧନୀ ଲୋକମାନେ ମଧ୍ୟ ଜୀବିକା ସମ୍ବନ୍ଧୀୟ ଚିନ୍ତା। କେମିତି ମୋର ପେଟ ପୂରିବ, ମୁଁ କେମିତି ମୁଠେ ଖାଇବାକୁ ପାଇବି, ମୋ ଘର କେମିତି ଚାଲିବ। এই ତିନିଟା ମୁଖ୍ୟ ବିଷୟକୁ ପ୍ରଭୁ ଗୁରୁତ୍ୱ ଦେଲେ। ଏ ତିନିଟା ବିଷୟ ଭିତରେ ଆମେ କୋଉଠି ଅଛୁ? ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ। ଭାରଗ୍ରସ୍ତ, ବାର୍ଡେନସମ୍, ପଥର ଭୁଇଁଲା ଭଳିଆ, ଓଜନିଆ ବାଲ୍ଟି ପାଣି ଧରିକି ଗଲା ଭଳିଆ, ଯେଉଁ ବୋଝ ଆମେ ଉଠେଇ ପାରିବୁନି ସେମିତି ବୋଝ ଭଳିଆ ଏଗୁଡ଼ାକ ଆମକୁ ଆମ ଜୀବନରେ ଆସୁଛି, ଆସିବ। ଆଉ ସେଇଦିନ ଯଦି ଆମେ ସେଇ ପ୍ରକାର ଅବସ୍ଥା ଦେଇକି ଯାଉଛୁ ଆଜି, ଏଥିପାଇଁ এই ସମୟରେ ଆପଣଙ୍କ ସମ୍ବନ୍ଧରେ ମୋତେ କହିବାର କୌଣସି ଅଧିକାର ନାହିଁ, ଆପଣଙ୍କର ମୋ ସମ୍ବନ୍ଧରେ କହିବାର କୌଣସି ଅଧିକାର ନାହିଁ। ମୁଁ ଠିକ ଅଛି କି? ମାଇ କ୍ୱେଶ୍ଚିନ୍ ଇଜ୍ ଦ୍ୟାଟ୍। ଆପଣ ନିଜେ ପ୍ରଶ୍ନ ପଚାରେ, ଆପଣ ଠିକ ଅଛନ୍ତି କି? ଆମ ପିଲାମାନେ ଠିକ ଅଛନ୍ତି? ଆମ ପରିବାର ଠିକ ଅଛି କି? ଆମର ମଣ୍ଡଳୀ ଠିକ ଅଛି କି? ମୁଁ ପାଳକ ହିସାବରେ, ପ୍ରଭୁଙ୍କ ସେବକ ହିସାବରେ, କି କାର୍ଯ୍ୟକାରୀ ହିସାବରେ, ମୋର ପଦବୀ ଯୋଉଟା ହୁଏ ନା କାହିଁକି, ପଦବୀ ପ୍ରଭୁ ଦେଖନ୍ତି ନାହିଁ। ପଦବୀ ପ୍ରଭୁ ଦିଅନ୍ତି ଯୋଗ୍ୟଚରଣ କରିବା ପାଇଁ, କିନ୍ତୁ ତାକୁ ଧରିକି ପ୍ରଭୁ ମାପନ୍ତି ନାହିଁ। ତାଙ୍କର ମାପକାଠି ତାହିଁରେ ହୁଏ ନାହିଁ, ଜୀବନୀ ଦ୍ୱାରା ହୁଏ, ବ୍ୟକ୍ତିଗତ ଜୀବନ, ଆତ୍ମିକ ଜୀବନ ଦ୍ୱାରା ହୁଏ। ଏଥିପାଇଁ କାଳେ ସେଇଦିନ ହଠାତ୍ ତୁମମାନଙ୍କ ଉପରେ ପଡ଼ିବ। ହଠାତ୍
ସେହି ଦିନ ନିର୍ଦ୍ଦିଷ୍ଟ ଦିନରେ ତୁରି ବାଦ୍ୟ ହେବ। ନିର୍ଦ୍ଦିଷ୍ଟ ଦିନ ଯୀଶୁ ଆସିବେ। ସେଥିପାଇଁ ଏବେ ହେବ ସେବ ହେବ ସେଠି ଏମିତି ଲେଖାଯାଇଥିଲା, ସେଇଟା ସେଇ ବାଇବଲ ଏମିତି ଲେଖା ହେଇଥିଲା। ଆଉ ସେଇ କାଲକୁଲେସନ କରୁଥିଲା, ସମୟ କାଲକୁଲେସନ କରୁଥିଲା। ଆଉ ତାପରେ ଖାଲି ସେତିକି ନାହିଁ, ଏଇଟା ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ନକ୍ଷତ୍ର ଏଇ ଗ୍ରହଣ ପୂର୍ଣ୍ଣିମା ଅମାବାସ୍ୟା ଏଗୁଡ଼ାକ ସେଇଠି ପଡ଼ିଲା, ଏପଟେ ଏଇ ଟାଇମରେ ପଡ଼ିଲା। ଆଉ ଏଇଟା ଘଟଣା ପୁରାତନ ନିୟମରେ ଘଟିଥିଲା, ତାକୁ ଧରିକି ଆମେ କାଲକୁଲେସନ କରିବା। ଏଇଟା ମନ ବୁଝିବା ପାଇଁ ଏକୁରେଟ ସମୟ କାଳ ଆଉ ଦଣ୍ଡ ବା ଦିନ ଆଉ ଦଣ୍ଡ କେହି ମଧ୍ୟ କହିପାରି ନାହାନ୍ତି। ଆଜି ପର୍ଯ୍ୟନ୍ତ କେହି ମଧ୍ୟ କହିନାହାନ୍ତି। ପ୍ରସବ ବେଦନାର ଆରମ୍ଭ ମାତ୍ର। ପ୍ରସବ ବେଦନା ଆରମ୍ଭ ହେଲେ ପ୍ରସବ ବେଦନା ସେ ମା କି ଭଉଣୀ କି ଝିଅ ଅନୁଭବ କରିବେ। କିନ୍ତୁ ଛୁଆଟା କେତେବେଳେ ଡେଲିଭରି ହେବ, କେତେବେଳେ ଛୁଆଟା ପ୍ରସବ ହେବ, ସେଇଟା ସେ ମା ବି ଜାଣିନାହାନ୍ତି। ସଡନ୍ ଡେଲିଭରି ପେନ୍ ହେଇଯିବ, ଆଉ ଛୁଆ ପ୍ରସବ ହେବ, ପୁଅ କି ଝିଅ ଜନ୍ମ ହେବ। ଏକ୍ଜାକ୍ଟଲି ସେଇ ମୋମେଣ୍ଟଟା ପ୍ରଭୁ ଜାଣିଛନ୍ତି। ସେମିତି ଏବେ ଆମେ ଯାହା ଲକ୍ଷଣ ଦେଖୁଛୁ, ଏବେ ପାଣି ଆଜ୍ଞା କହୁଥିଲେ କେତେଟା ବିଷୟ ସେ ଦେଖିଲେ, ପ୍ରଭୁ ତାଙ୍କୁ ସେଇ ପ୍ରକାର ଦର୍ଶନର ଅନୁଗ୍ରହ ଦେଇଛନ୍ତି କି ସ୍ୱପ୍ନର ଅନୁଗ୍ରହ ଦେଇଛନ୍ତି। ଏବଂ କିଛି ବିଷୟ ଅନେକ ପ୍ରଭୁଙ୍କ ଲୋକମାନେ ଆପଣ ବସିଥିବେ, ଆପଣମାନଙ୍କୁ ମଧ୍ୟ ପ୍ରଭୁ କିଛି ନା କିଛି ଦାନ ଦେଇଛନ୍ତି, ଯାହାଦ୍ୱାରା ଆପଣ ସ୍ୱପ୍ନ ଦର୍ଶନ ମଧ୍ୟ ଦେଖୁଛନ୍ତି। ଆମେ ଦେଖୁଛୁ, ମୋ ଜୀବନରେ ମଧ୍ୟ ମୁଁ କିଛି ଅଳ୍ପ ବହୁତ କିଛି ନା କିଛି ଦେଖିବା ପାଇଁ ସୁଯୋଗ ପାଇଛି, ପାଉଛି। ଆମେ ସମସ୍ତଙ୍କ ଜୀବନରେ କିଛି ନା କିଛି ଆତ୍ମିକ ସ୍ତରକୁ ପ୍ରଭୁ ନେଇକି ସମସ୍ତେ ବୁଝାଉଛନ୍ତି। କିନ୍ତୁ ସେଇଟା ଫାଇନାଲ ଷ୍ଟେଟମେଣ୍ଟ ନୁହେଁ। ଫାଇନାଲ ଷ୍ଟେଟମେଣ୍ଟ କ'ଣ? ଈଶ୍ୱରଙ୍କ ବାକ୍ୟ ସମ୍ମତ ଫାଇନାଲ ଷ୍ଟେଟମେଣ୍ଟକୁ ଆମେ ଯିବା ପାଇଁ ପଡ଼ିବ। ଏଥିପାଇଁ ଏଇ ବିଷୟଟାକୁ ସେଇ ଦିନ ଯେମିତି ହଠାତ୍ ସଡନଲି, ଚକ୍ଷୁର ପଲକରେ ବୋଲେ କେତେ ସମୟ ସେଇଟା? ଚକ୍ଷୁର ପଲକରେ ଏକ ନିମିଷରେ ଆମେ ମଧ୍ୟକ୍ଷ ନୀତ ହେବା କହିଲେ କେତେ ସମୟ ସେଇଟା? ଚକ୍ଷୁର ପଲକ ଗୋଟେ ଟିକ୍ ଶବ୍ଦ ଘଡ଼ିର ସେକେଣ୍ଡ, ତାଠୁ ସ୍ପିଡ୍ ବି ହେଇପାରେ। ସେ ସମୟଟା କିଏ ଜାଣିଛି? କେହି ଜାଣିନାହାନ୍ତି। ମୁଁ ଗୋଟେ ବିଷୟ ଦେଖିବା ପାଇଁ ଚାହୁଁଛି, ପ୍ରେରିତ କ୍ରିୟା ବିବରଣୀ 1 ପର୍ବକୁ ଆସନ୍ତୁ। ସମୟଟା ପ୍ରଭୁଙ୍କର ଅଧୀନ। ପ୍ରେରିତ କ୍ରିୟାର ବିବରଣୀକୁ ଯିବା, 1 ପର୍ବକୁ ଯିବା। ଆଉ ଯେଉଁମାନେ ବାଇବେଲ ଦେଖୁଛନ୍ତି ମୋ ସହିତ ଭାଇ ଭଉଣୀମାନେ, ମୁଁ ନମ୍ରତାର ସହିତ ଅନୁରୋଧ କରୁଛି, ଦୟାକରି ପଢ଼ିବେ କି 7 ପଦ ପଢ଼ିବେ କି ଦୟାକରି ପ୍ଲିଜ୍। ସେମାନଙ୍କୁ କହିଲେ ସେ ସେମାନଙ୍କୁ କହିଲେ, ଆଜ୍ଞା କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ହଁ ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। ଦେଖନ୍ତୁ, ସେମାନଙ୍କୁ ଭଲରେ ବୁଝିବା ପାଇଁ ଚେଷ୍ଟା କରିବା ଏ ପଦଟାକୁ। ସେମାନଙ୍କୁ କହିଲେ, ଶିଷ୍ୟମାନଙ୍କୁ କହୁଛନ୍ତି ସ୍ୱର୍ଗାରୋହଣ କରିବା ପୂର୍ବର ଘଟଣା ଏଇଟା। ଏମାନେ ଜିତ ପର୍ବତକୁ ଯାଉଛନ୍ତି 40 ଦିନ ପରେ, ପୁନରୁତ୍ଥାନର 40 ଦିନ ପରେ। କେବଳ 12 ଶିଷ୍ୟ ନଥିଲେ, ବହୁତ ଲୋକ ଥିଲେ, ସେଠି ଗହଳି ଥିଲା। ସେ କଥାବାର୍ତ୍ତା କରୁ କରୁ ଯାଉଛନ୍ତି, ସେମାନେ ଜାଣିନାହାନ୍ତି ଯେ ପ୍ରଭୁ ବର୍ତ୍ତମାନ ସ୍ୱର୍ଗାରୋହଣ କରିବେ ବୋଲିକି। ଯାଉ ଯାଉ ସେମାନେ ଜିତ ପର୍ବତରେ ପ୍ରବେଶ କଲେ, ଜେରୁସାଲେମର ପୂର୍ବ ଦିଗରେ। ଏବଂ ସେ ଅନେକ ଗୁଡ଼ିଏ ବିଷୟ କହିଲେ। କହିଲା ପରେ ଆଉ ସେ କହିଲେ, ତୁମେ ପବିତ୍ର ଆତ୍ମାକୁ ଅପେକ୍ଷା କର, ମୁଁ ତୁମକୁ ଯେଉଁ ପ୍ରତିଜ୍ଞା ଦେଇଥିଲି ସେଇ ପ୍ରତିଜ୍ଞା ଅନୁଯାୟୀ ପବିତ୍ର ଆତ୍ମା ଆସିବେ। ଏବଂ ସେମାନେ 6 ପଦରେ ପଚାରୁଛନ୍ତି, ଅତଏବ ସେମାନେ ଏକତ୍ର ତାଙ୍କୁ ପଚାରିବାକୁ ଲାଗିଲେ, ଯୀଶୁଙ୍କୁ ସ୍ୱର୍ଗାରୋହଣ କରିବା ପୂର୍ବରୁ ବା ଉପରକୁ ସ୍ୱର୍ଗକୁ ଯିବା ପୂର୍ବରୁ ସେମାନେ ପ୍ରଶ୍ନ ପଚାରୁଛନ୍ତି, ହେ ପ୍ରଭୁ, ଆପଣ କ'ଣ ଏହି ସମୟରେ, ଶୁଣନ୍ତୁ, ସମୟ ଇନ୍ ଦିସ୍ ଟାଇମ୍, ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଛନ୍ତି କି? ଆପଣ ତ ସ୍ୱର୍ଗକୁ ପଳାଇବା ପାଇଁ ବାହାରିଛନ୍ତି ବର୍ତ୍ତମାନ, ହେଲେ ଆଉ ଥରେ କ'ଣ ଇସ୍ରାଏଲ ହାତରେ ରାଜ୍ୟ ସମର୍ପଣ କରୁଛନ୍ତି? ଆପଣ ରାଜ୍ୟ ଗ୍ରହଣ କରିବେ ନାହିଁ। କାହିଁକି? ଆମେ ଜାଣିଛୁ ତାଙ୍କର ଜନ୍ମ, ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କ ନିମନ୍ତେ ପୁତ୍ର ଦତ୍ତ ହେଇଅଛନ୍ତି, ତାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ, ଆଉ ତାଙ୍କର ଶାସନ ଏକ୍ଷଣାବଧି ଅନନ୍ତକାଳ ପର୍ଯ୍ୟନ୍ତ ସେ ଦାଉଦ ରାଜାଙ୍କ ସିଂହାସନରେ ବସି ଶାସନ କରିବେ। ଏ ଯେଉଁ ଲେଖାଯାଇଛି ଯିଶାୟା 9 ପର୍ବରେ, ତାଙ୍କର ଶାସନ ଥରେ ପାଇଲେ ତାଙ୍କ ହାତରୁ ଶାସନ ଯିବ ନାହିଁ। ଅବିନାଶ୍ୟ ତାଙ୍କ ଶାସନ, ଚିରକାଳ ସ୍ଥାୟୀ ତାଙ୍କ ଶାସନ। ଏଥିପାଇଁ ସେ କହିଛନ୍ତି, ଆପଣ କ'ଣ ଇସ୍ରାଏଲ ହାତରେ ଆଉ ଥରେ ସମର୍ପଣ କରୁଛନ୍ତି? ଅନ୍ୟ ଅର୍ଥରେ କ'ଣ କହିବା ପାଇଁ ଚାହୁଁଛନ୍ତି? ଇସ୍ରାଏଲ ହାତରେ ଆପଣ ଯଦି ସମର୍ପଣ କରୁଛନ୍ତି, ତାହେଲେ ଇସ୍ରାଏଲ ତ ଅଲରେଡି ରୋମିଓ ହାତରେ ବିକ୍ରି ହେଇଯାଇଛି। ଇସ୍ରାଏଲକୁ ତ ଶାସନ କରୁନାହାନ୍ତି। ସମାଜ ଗୃହ ଅଛି, ଫାରୁସି, ସାଦୁକି, ଯାଜକ, ମହାଯାଜକ ସମସ୍ତେ ଅଛନ୍ତି, କିନ୍ତୁ ଶାସନ ତ କରୁଛି ରୋମ ସାମ୍ରାଜ୍ୟ ନା। କାଇସର ମାନେ ଶାସନ କରୁଛନ୍ତି, ତାଙ୍କର ଗଭର୍ଣ୍ଣର ମାନେ ଶାସନ କରୁଛନ୍ତି। ହେଲେ ଆପଣ କ'ଣ ଆଉ ଥରେ ରାଜ୍ୟକୁ ତାଙ୍କ ହାତରେ ଦେଇକି ପଳାଉଛନ୍ତି କି?
ଯୀଶୁ କହିଲେ ସେ ସେମାନଙ୍କୁ କହିଲେ ଯେ ସମସ୍ତ କାଳ, ଟାଇମ୍ ଓ ସମୟ, ସିଜନ ପିତା ସ୍ୱକର୍ତ୍ତୃତ୍ୱ ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କର ଜାଣିବା ବିଷୟ ନାହିଁ। 7 ପଦ ଦ୍ୱାରା ଆମେ କ'ଣ ବୁଝୁଛୁ? ଟାଇମ୍ ଆଣ୍ଡ ସିଜନ୍ସ, ସମୟ ଏବଂ କାଳ, ସମସ୍ତ କାଳ, ସମୟ ପିତା ତାଙ୍କ ଅଧୀନ ରଖିଅଛନ୍ତି। এইটা କହିଲା ବେଳେ ଟିକେ ଚିନ୍ତା କରନ୍ତୁ, ହୃଦୟ ଭିତରେ, ମନ ଭିତରେ, ମସ୍ତିଷ୍କ ଭିତରେ ଚିନ୍ତା କର। এই যে କହିଲେ ସମୟ କାହା ଅଧୀନ ବୋଲି କହୁଛି 7 ପଦ, ପିତାଙ୍କର ଅଧୀନ, ପିତାଙ୍କର ଅଧୀନ, କାଳ ମଧ୍ୟ ତାଙ୍କ ଅଧୀନ। ଏଥିପାଇଁ ସେ ମାର୍କ 13 ପର୍ବରେ କହିଲେ ସେ ସମୟ କାଳ କେହି ଜାଣନ୍ତି ନାହିଁ, ଦୂତମାନେ ଜାଣନ୍ତି, ପୁତ୍ର ମଧ୍ୟ ଜାଣିନାହାନ୍ତି, ଏଇଟା ତାଙ୍କ ଅଧୀନରେ, ପିତାଙ୍କ ଅଧୀନରେ ଅଛି। କିନ୍ତୁ ସେ ସ୍ୱର୍ଗାରୋହଣ କରୁଛନ୍ତି। ଆପଣ ମାଥ୍ୟୁ ସୁସମାଚାରକୁ ଯଦି ଆସିବେ ମୋ ସହିତ, ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ସେଠି ପଦ ପାଇବେ। ଦେଖନ୍ତୁ ମାଥ୍ୟୁ ସୁସମାଚାର 28 ପର୍ବ, ଶେଷ ପର୍ବକୁ ଆସନ୍ତୁ ପ୍ଲିଜ। ମାଥ୍ୟୁଙ୍କ ଲିଖିତ ସୁସମାଚାର 28 ପର୍ବକୁ ଯିବା ଏବଂ 18 ପଦରେ ଦେଖିବା। 18 ପଦ। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ଯେତେବେଳେ ଏଇଟା ସ୍ୱର୍ଗାରୋହଣ କରିବା ପୂର୍ବର ଘଟଣା, ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଦାସ ଦାସୀ ମାନେ, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, କ'ଣ କହିଲେ? ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ଦିଆଯାଇଅଛି। ଆଚ୍ଛା ଦେଖନ୍ତୁ, ପ୍ରେରିତ କ୍ରିୟା ବିବରଣୀ 1 ପର୍ବର 7 ପଦ, ମାଥ୍ୟୁ ସୁସମାଚାର 28 ପର୍ବର 18 ପଦ, ତା ଭିତରେ ଆପଣ ଡିଫରେଣ୍ଟ କ'ଣ ପାଉଛନ୍ତି ସେଇଟା ଧ୍ୟାନ ଦିଅନ୍ତୁ। ପ୍ରେରିତ କ୍ରିୟା ବିବରଣୀ ସ୍ୱର୍ଗାରୋହଣ କରିବା ପୂର୍ବରୁ ପ୍ରଭୁ କହିଲେ, କ'ଣ କହିଲେ? ଏ ପର୍ଯ୍ୟନ୍ତ ପିତା କାଳ ଆଉ ସମୟକୁ ତାଙ୍କ ଅଧୀନ ରଖିଛନ୍ତି। ଟାଇମ୍ ବିଲଙ୍ଗ ଟୁ ଗାଡ୍, ନଟ୍ ୟୁ ଆଣ୍ଡ ମି। ମୁଁ ଆଉ ଆପଣ ତରତର ହେଲେ ପ୍ରଭୁଙ୍କ ରାଜ୍ୟ ଆସିବ ନାହିଁ। କେବେ କେବେ ମିନିଷ୍ଟ୍ରି ନାଁରେ ଆମେ ଏତେ ବ୍ୟସ୍ତ ହଉ ଯେ ସତେ ଯେମିତି ମୁଁ ମିନିଷ୍ଟ୍ରି ନ କଲେ ପ୍ରଭୁ ଆସିବେ ନାହିଁ, ଏମିତି ଭାବୁ। ଗୋଟିଏ ବିଷୟ ନିର୍ଦ୍ଦିଷ୍ଟ ଭାବରେ ନ ଜାଣିକି ଆମେ ଅନେକ ବିଷୟ ଆଲୋଚନା କରି ପକାଉ। ମସ୍ତିଷ୍କଗତ ଜ୍ଞାନ ଦ୍ୱାରା କିଛି କାମ ହବ ନାହିଁ। କାଳ ସମୟ ପ୍ରଭୁଙ୍କର, ପିତାଙ୍କର, ଏ ଶବ୍ଦ ବୁଝନ୍ତୁ, ପିତାଙ୍କର ଅଧୀନ। ପ୍ରେରିତ 1:7। କିନ୍ତୁ ମାଥ୍ୟୁ 28ରେ ସେଇ ସ୍ୱର୍ଗାରୋହଣ ପୂର୍ବରୁ ଆଉ ଗୋଟେ କଥା ମୋତେ ପ୍ରଭୁ କହିଲେ ଯିବା ପୂର୍ବରୁ। ଏଇଠି ସେ କ'ଣ କହିଲେ? ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର, ଯୋଉଟା ପ୍ରଭୁ ପିତା ପରମେଶ୍ୱର ନିଜ ଅଧିକାର ରଖିଥିଲେ, ସେ ସମସ୍ତ ଅଧିକାର ପୁତ୍ର ପରମେଶ୍ୱରଙ୍କୁ ଦତ୍ତ କରିଦେଲେ। ଏବଂ ପୁତ୍ର ପରମେଶ୍ୱର ଗଲା ପରେ ପ୍ରକାଶିତ ବାକ୍ୟରେ ଯୋହନଙ୍କୁ ସେ ବିଷୟ ଜଣେଇଲେ, ଯୋଉଟା ସେ କହିଥିଲେ ମାର୍କ 13 ପର୍ବରେ, ମାଥ୍ୟୁ 24 ପର୍ବରେ। କାଳ ଆଉ ଦଣ୍ଡ ବିଷୟରେ ଦୂତମାନେ ଜାଣନ୍ତି ନାହିଁ, ପୁତ୍ର ମଧ୍ୟ ଜାଣନ୍ତି ନାହିଁ, ସେଇଟା ଯୋଉଟା ରଖାଯାଇଥିଲା, ଏଲାଉ କରାହେଇନଥିଲା କହିବା ପାଇଁ ସ୍ୱର୍ଗରୁ, ସେଇଟା ପ୍ରକାଶିତ ବାକ୍ୟରେ ଯୀଶୁ ଖ୍ରୀଷ୍ଟ କ'ଣ କଲେ? ରିଭିଲ୍ କଲେ। କାହାକୁ? ଯୋହନଙ୍କୁ। କିନ୍ତୁ ପାଇଲେ କୋଉଠୁ? ପିତାଙ୍କ ଠାରୁ। ଦେଖନ୍ତୁ ଯୋହନ ପ୍ରକାଶିତ ବାକ୍ୟ 1:1 ଆସନ୍ତୁ। ପ୍ରକାଶିତ ବାକ୍ୟ 1 ପର୍ବର 1 ପଦକୁ ଯିବା। ସେଇଠି ଆପଣ ଅତି ସୁନ୍ଦର ଭାବରେ এই ବିଷୟଟାକୁ ବୁଝିବା ପାଇଁ ଆପଣଙ୍କ ପାଇଁ, ମୋ ପାଇଁ ସହଜ। ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ, এই ପ୍ରକାଶିତ ବାକ୍ୟ ବହିଟା ଯୋହନଙ୍କର ନୁହେଁ, ତାଙ୍କୁ ପ୍ରକାଶ କରାଗଲା। ଯେମିତି ଗୋଟେ ପରଦା ଉଠିଲେ ଷ୍ଟେଜ ଦିଶିବ, ଲୁକାୟିତ ବିଷୟକୁ ବାହାରେ ପ୍ରକାଶ କରାଯିବ, ତାକୁ କୁହାଯାଏ ପ୍ରକାଶିତ। ଗୁପ୍ତ ହୋଇକି ଥିବା ବିଷୟ ପ୍ରକାଶିତ ହେବ। ଯୋଉଟା ଆପଣ ଆଖିରେ ଦେଖିନଥିବେ, ତାକୁ ପେଡ଼ିଟା ଖୋଲିଦେଲେ ସେ ପେଡ଼ିରେ କ'ଣ କ'ଣ ଅଛି ଆପଣ ତାକୁ ଦେଖିପାରିବେ। ଆଲମାରୀ ଭିତରେ କ'ଣ ଅଛି ତାକୁ ଖୋଲିଦେଲେ ଆପଣ ଦେଖିପାରିବେ, ମୁଁ ଦେଖିପାରିବି। ଯେଉଁ ବିଷୟ ଆମେ ଜାଣିନୁ ସେଇଟା ଯଦି କିଏ ପ୍ରଭୁଙ୍କ ଦାସଙ୍କ ମୁଖ ଦେଇ, କି ଦାସୀଙ୍କ ମୁଖ ଦେଇ, କି କେଉଁ ବହି ଦ୍ୱାରା, କି କମେଣ୍ଟ୍ରି ଦ୍ୱାରା ଆମେ କିଛି ବୁଝିପାରିଲୁ, ତାହେଲେ ସେ ପ୍ରକାଶ ହେଇଗଲା, ଆପଣଙ୍କ ପାଇଁ, ମୋ ପାଇଁ ପ୍ରକାଶିତ ହେଲା। ଏଥିପାଇଁ ଏଇଟା ଯୋହନଙ୍କ ପ୍ରତି ପ୍ରକାଶ କରାଗଲା। କେଉଁ ବହିଟା? ପ୍ରକାଶିତ ବାକ୍ୟ 22ଟା ପର୍ବ। ଗୋଟେ ଗୋଟେ ଲାଇନ୍କୁ ଯୋହନଙ୍କ ପ୍ରତି ପ୍ରକାଶ କରାଗଲା। 1 ପଦରେ କ'ଣ ଲେଖା ହେଇଛି? ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ। ବହିଟା ହେଉଛି ଯୀଶୁଙ୍କର, ଯୀଶୁ ହେଉଛନ୍ତି ମାଲିକ, ଆଥର, ନଟ୍ ଦ ରାଇଟର। ହାତରେ ଲେଖି ନାହାନ୍ତି, ଆଥର ବୋଲେ ମାଲିକ ସେ। ରାଇଟର ଆଣ୍ଡ ଆଥରର ଗୋଟିଏ ମିନିଂ ଅଛି, କିନ୍ତୁ ଆଥର ମିନିଂ ଆଉ ଟିକେ ଅଧିକ ଅଛି। ଯିଏ ମାଲିକ ଯିଏ, ତାକୁ ଆଥର କୁହାଯାଏ। ରାଇଟର ବୋଲେ ଆପଣ ଡାକୁଛନ୍ତି, ମୁଁ ଲେଖୁଛନ୍ତି, ମୁଁ ଡାକିଲେ ଆପଣ ଲେଖୁଛନ୍ତି, ଯେମିତି ଷ୍ଟେନୋଗ୍ରାଫର ମାନେ ଲେଖନ୍ତି, ସେମିତି ଯୋହନଙ୍କୁ ଡକା ହେଇଗଲା ଦର୍ଶନରେ, ବାକ୍ୟରେ, ପାତ୍ମାଦୀପରେ। ପ୍ରଥମ ଶତାବ୍ଦୀ 91 ସାଲରୁ 96 ଯାଏ ସେ ପାତ୍ମାଦୀପରେ ବନ୍ଦୀ ଥିଲେ।
ଆଉ କିଏ କିଏ ସ୍କଲାର ମାନେ କହନ୍ତି 94ରୁ 96 2 ବର୍ଷ ବନ୍ଦୀ ଥିଲେ। ରୋମର ସମ୍ରାଟ ଥିଲେ ଡୋମିସିଆନ। 81 ସାଲ ଠାରୁ ପ୍ରଥମ ଶତାବ୍ଦୀ 96 ପର୍ଯ୍ୟନ୍ତ 16 ବର୍ଷ କାଳ କାଇସର ଡୋମିସିଆନ ସମ୍ରାଟ ଥିଲେ, ରୋମ ସାମ୍ରାଜ୍ୟର ସମ୍ରାଟ। ସେହି ସମୟରେ ବୃଦ୍ଧ ଯୋହନଙ୍କୁ 90 ବର୍ଷରୁ ଅଧିକ ହେଇଥିଲା। 12 ଶିଷ୍ୟ ଭିତରେ ଯୋହନ ମରିନଥିଲେ, ସବୁ ଶିଷ୍ୟମାନଙ୍କୁ ହତ୍ୟା କରାଯାଇଥିଲା। ଏଇ ଜଣେ ବ୍ୟକ୍ତିଙ୍କୁ କିମ୍ବଦନ୍ତୀ କୁହେ, ଇତିହାସ ମଧ୍ୟ କୁହେ, ତେଲରେ ତାଙ୍କୁ ପକେଇଲେ, ଫୁଟିବା ତେଲରେ, ସେ ପୁଣି ମରିଲେ ନାହିଁ, ଦାହ ହେଲେ ନାହିଁ। ତାପରେ ତାଙ୍କୁ ବାହାର କରିକି ପାତ୍ମା ଦ୍ୱୀପରେ ତାଙ୍କୁ ବନ୍ଦୀ କରାଗଲା। ପାତ୍ମା ଦ୍ୱୀପ ଭୂମଧ୍ୟ ସାଗରର ଉତ୍ତର ଭାଗରେ, ଭୂମଧ୍ୟ ସାଗର କହିଲେ ମେଡିଟେରିଆନ ସି, ଉପରେ ୟୁରୋପ, ପୂର୍ବ ଦିଗରେ ମଧ୍ୟପ୍ରାଚ୍ୟ ଏସିଆ ମହାଦେଶ, ଦକ୍ଷିଣରେ ଆଫ୍ରିକା ମିଶର ଆଫ୍ରିକା ମହାଦେଶ, ପଶ୍ଚିମରେ ଆଟଲାଣ୍ଟିକ ମହାସାଗର, ସେଇଟା ହେଉଛି ଭୂମଧ୍ୟ ସାଗର ବା ମେଡିଟେରିଆନ ସି। ଏଇ ଭୂମଧ୍ୟ ସାଗରର ଉତ୍ତର ଭାଗରେ ଏଗିଆନ ବୋଲି ଗୋଟେ ଛୋଟ ସମୁଦ୍ର ଅଛି। ଆମର ଯେମିତି ବଙ୍ଗୋପସାଗର, ଓଡ଼ିଶାକୁ ଲାଗିକି ଅଛି ବଙ୍ଗୋପସାଗର, ଗୁଜରାଟକୁ ଲାଗିକି ଅଛି ଆରବ ସାଗର, ସେମିତି ଏଇ ମେଡିଟେରିଆନ ସି ଉପରେ ୟୁରୋପ, ପଶ୍ଚିମରେ ଆଟଲାଣ୍ଟିକ ମହାସାଗର, ଦକ୍ଷିଣରେ ଆଫ୍ରିକା ଏବଂ ପୂର୍ବ ଦିଗରେ ତୁର୍କୀ ଏସିଆ ମହାଦେଶ। ତାର ଉତ୍ତର ଭାଗରେ ଗୋଟେ ଛୋଟ ସମୁଦ୍ର ଅଛି, ତାକୁ କୁହାଯାଏ ଆଗେ ଏଗିଆନ ସମୁଦ୍ର। ସେ ଏଗିଆନ ସମୁଦ୍ରରେ ଗୋଟେ ଛୋଟ ଦ୍ୱୀପ ଅଛି, ଯାହାକୁ ପାତ୍ମା ଦ୍ୱୀପ ଲେଖାଯାଇଛି। ପ୍ରକାଶିତ ବାକ୍ୟ ଆପଣଙ୍କର 1 ପର୍ବର 9 ପଦରେ ପାତ୍ମା ନାମକ ଦ୍ୱୀପରେ ମୁଁ ଥିଲି ବୋଲି ଗୋଟିଏ ଲାଇନରେ ଯୋହନ ଲେଖିଥିଲେ, ଗୋଟିଏ ପଦ ଲେଖିଛନ୍ତି, କିଛି ଆଉ ଲେଖି ନାହାନ୍ତି। ସେଇ ପାତ୍ମା ଦ୍ୱୀପ ଆଜି ଜନଗହଳି ଟୁରିଷ୍ଟ ଜାଗା ହେଇଯାଇଛି। ସେହି ସମୟରେ ରାଜଦ୍ରୋହୀ, ଧର୍ମଦ୍ରୋହୀ, ଦେଶଦ୍ରୋହୀ, ଯେଉଁମାନେ ଗଭର୍ଣ୍ଣମେଣ୍ଟକୁ ମାନୁନଥିଲେ ବା ରୋମକୁ ମାନୁନଥିଲେ, ସେହି ପ୍ରକାର ଲୋକମାନଙ୍କୁ ବନ୍ଦୀ କରାଯାଉଥିଲା। ଆମ ଦେଶରେ କଳାପାଣି ବନ୍ଦୀ ବୋଲି ଥିଲା। ବ୍ରିଟିଶର ଶାସନ କଲା ବେଳକୁ ଆମ ଲୋକମାନେ ଯେଉଁମାନେ ସ୍ୱାଧୀନ ସଂଗ୍ରାମୀ, ସେମାନଙ୍କୁ ସେ କଳାପାଣିରେ ବନ୍ଦୀ କରୁଥିଲେ। ଆଣ୍ଡାମାନ ନିକୋବର ବୋଲି କହୁଛନ୍ତି ତାକୁ। ଏ ବିଷୟ ଆମେ ସମସ୍ତେ ଜାଣିଛୁ। ସେହି ପ୍ରକାର ତାଙ୍କୁ ପାତ୍ମା ଦ୍ୱୀପରେ ବନ୍ଦୀ କରାଗଲା। ତାଙ୍କର ବନ୍ଦୀର ସମୟ କିଏ କିଏ କହୁଛନ୍ତି 6 ବର୍ଷ, କିଏ କିଏ କହୁଛନ୍ତି 2 ବର୍ଷ। ଆଉ କେତେଜଣ ସ୍କଲାରମାନଙ୍କ ମତ ଅନୁଯାୟୀ ତାଙ୍କର ଟୋଟାଲ ଦର୍ଶନ, ପ୍ରଭୁଙ୍କର କଥାବାର୍ତ୍ତା ଯେ ସ୍ୱର୍ଗ ଯାହା ଖୋଲିଗଲା ତାଙ୍କ ପାଇଁ ଶୁଣିଲେ, ସେଇଟା ଗୋଟେ 9 ମାସର ଘଟଣା ବୋଲି କହୁଛନ୍ତି। ଆଉ ତାଙ୍କ ପାଇଁ ସ୍ୱର୍ଗ ଖୋଲିଗଲା, ପ୍ରତିକୂଳ ପରିବେଶ ଭିତରେ ସ୍ୱର୍ଗ ଖୋଲିଗଲା ତାଙ୍କ ପାଇଁ। ଆଉ ସ୍ୱର୍ଗରୁ ସେ ସବୁ ଯାକ ଦର୍ଶନ ପାଇଲେ, ବାକ୍ୟ ଶୁଣିଲେ, ଆଉ ତାଙ୍କୁ ଲେଖିବା ପାଇଁ କୁହାଗଲା। କେମିତି ଲେଖିବା ପାଇଁ କୁହାଗଲା? ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ 1 ପର୍ବର 1 ପଦ। ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ 2000 ବର୍ଷ ତଳେ ଲେଖା ହେଇଛି, ପ୍ରଥମ ଶତାବ୍ଦୀରେ ଏଇଟା, କିନ୍ତୁ ଲେଖା ହେଇଛି ଅବିଳମ୍ବରେ, ଯାହା ଯାହା ଅବଶ୍ୟ ଘଟିବ। ଅବିଳମ୍ବ ବୋଲି କାହିଁକି? ପ୍ରଭୁ କାହିଁକି ବିଳମ୍ବ କରନ୍ତି? 2 ପିତର 3 ପର୍ବରେ 8-9 ପଦରେ ସେ କହିଲେ, ପ୍ରଭୁ ଆପଣ ପ୍ରତିଜ୍ଞା ବିଷୟରେ ସେମିତି ବିଳମ୍ବ କରନ୍ତି ନାହିଁ। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ଆପଣ, ମୁଁ ଭାବୁଛୁ ବିଳମ୍ବ ହେଇଗଲା ପ୍ରଭୁଙ୍କର ଆଗମନ। ଆଉ ଏତେ କେବେଠୁ କହିଲେଣି, 2000 ବର୍ଷ ହେଲା ପାଉଲ, ପିତର, ଯୋହନ, ଯାକବ ପ୍ରଚାର କଲେ, ପ୍ରଭୁଙ୍କ ଦାସମାନେ ପ୍ରଚାର କଲେ, ଆମେ ପ୍ରଚାର କରୁଛୁ, ଆଗମନ ହେଉନି, ସନ୍ନିକଟ 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 ବୋଲିକି ପ୍ରଭୁଙ୍କ ଦାସମାନେ କହୁଛନ୍ତି। ଆଗରୁ କୁହାଯାଉଛି, ଏବେ ମଧ୍ୟ କୁହାଯାଉଛି, କିନ୍ତୁ କେବେ ଆସିବେ ପ୍ରଭୁ? ଏ ପ୍ରକାର କ୍ୱେଶ୍ଚିନ୍ ଆପଣଙ୍କ ମନ ଭିତରେ, ମୋ ମନ ଭିତରେ ଆସୁଛି। ହେଲେ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ, ଅବଶ୍ୟ ଘଟିବ, ଗ୍ୟାରେଣ୍ଟି ଘଟିବ। ଖାଲି ଘଟିବ ଲେଖାଯାଇନି, ଅବଶ୍ୟ ଘଟିବ। ଏକ ଗ୍ୟାରେଣ୍ଟି ଦେଇକି ଲେଖା ହେଇଛି, ସେସବୁ ଘଟିବ। ସେହି ସବୁ ଯୋଉଟା ଘଟି ନାହିଁ ତାକୁ କହିବ ଘଟିବ ଭବିଷ୍ୟତରେ। ଯୋଉଟା ଘଟି ନାହିଁ କି ବର୍ତ୍ତମାନ ଘଟୁନାହିଁ, ଯୋଉଟା ଭବିଷ୍ୟତରେ ଘଟିବ, ସେହି ସବୁ ବିଷୟ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି। କୋଉ ଦାସମାନଙ୍କୁ? ପ୍ରଭୁ ନିଜ ଦାସମାନଙ୍କୁ। କୋଉମାନେ ସେମାନେ? ମଣ୍ଡଳୀର ବିଶ୍ୱାସୀ ମାନେ, ଯୀଶୁଙ୍କ ରକ୍ତରେ କ୍ରୀତ, ଯୀଶୁଙ୍କ ରକ୍ତରେ ଧୌତ, ତାଙ୍କୁ ଧାର୍ମିକ ବୋଲି ବାଇବେଲ ପ୍ରମାଣ କରେ। ବିଶ୍ୱାସ ଦ୍ୱାରା ଧାର୍ମିକ, ରକ୍ତ ଦ୍ୱାରା ଧାର୍ମିକ, ଜନ୍ମରୁ ଧାର୍ମିକ ନାହିଁ। ପାଉଲଙ୍କ ଭାଷାରେ ସାଧୁବୃନ୍ଦ, ମଣ୍ଡଳୀର ବିଶ୍ୱାସୀମାନଙ୍କୁ ସାଧୁ ବୋଲି କୁହାଯାଏ, ତାଙ୍କୁ ଦାସ କୁହାଯାଏ। ଦାସ, ପ୍ରକୃତ ବାଇବେଲରେ ଦାସ ଅର୍ଥ ହେଉଛି ଯେଉଁ ଲୋକର ନିଜର ପରିଚୟ ନଥାଏ, ବ୍ୟକ୍ତିଗତ ପରିଚୟ, ପର୍ସନାଲ ଆଇଡେଣ୍ଟିଟି ଯାହାର ନଥାଏ, ସେ ହେଉଛି ପ୍ରକୃତ ଦାସ।
ପ୍ରକୃତ ଦାସ ନିଜର ମାଲିକ ଦ୍ୱାରା ପରିଚିତ ହୁଏ। ପ୍ରଭୁଙ୍କ ବାବୁଙ୍କର ଦାସ। ପ୍ରକୃତ ଦାସ ମାଲିକର ହୃଦୟ ସହିତ ସେବା କରିବାରେ ସନ୍ତୁଷ୍ଟ ହୁଏ। ପ୍ରକୃତ ଦାସ ମାଲିକର ପ୍ରଶଂସା କରେ ଆଉ ମାଲିକର ପ୍ରଶଂସା ଚାହେଁ। ପ୍ରକୃତ ଦାସ ମାଲିକଙ୍କର ଆଦେଶକୁ ଅପେକ୍ଷା କରିକି ଥାଏ, ମୋ ମାଲିକ ମୋତେ କ'ଣ କହିବେ ମୁଁ ସେଟା କରିବି। ପ୍ରକୃତ ଦାସ ମାଲିକଙ୍କର ଆଜ୍ଞାକୁ ପାଳନ କଲା ପରେ କହିବ କ'ଣ ଜାଣିଛନ୍ତି କି? ମୁଁ ପ୍ରକୃତରେ ଅକର୍ମଣ୍ୟ ଦାସ। ଅକର୍ମଣ୍ୟ ଦାସ। ମୁଁ ଅକର୍ମଣ୍ୟ ଦାସ। ଯାହା କହିବାର ଥିଲା କରିଥିଲେ, ମାଲିକ କହିଥିଲେ ସେଇଟା ମୁଁ କରିଛି। ଆମେ କର୍ତ୍ତା ନୁହଁ। ଆଜି କିଏ କି ନିଜକୁ କର୍ତ୍ତା ବୋଲି ଭାବନ୍ତି। That is the biggest problem in the church today. ଦାସ ହେବା ପାଇଁ ଶିଖିବା, ତେବେ ସମୟ ଆସି ପହଞ୍ଚିବ ଦାସ କ'ଣ ମାଲିକ କ'ଣ କରିବେ? ଚାବି ଦେଇକି ପଳେଇବେ ବିଦେଶକୁ। ଦାସ କର୍ତ୍ତା ତୁଲ୍ୟ ହେଲେ ଯଥେଷ୍ଟ, ଶିଷ୍ୟ ଗୁରୁ ତୁଲ୍ୟ ହେଲେ ଯଥେଷ୍ଟ। ଗୁରୁ ହେବା ଦରକାର ନାହିଁ। 12 ଶିଷ୍ୟ କେବେ ନିଜ ଗୁରୁ କହିନାହାନ୍ତି। ମରିବା ପର୍ଯ୍ୟନ୍ତ, ବଳିଦାନ କରିବା ପର୍ଯ୍ୟନ୍ତ ଖାଲି ଶିଷ୍ୟ ବୋଲି ଲେଖା ହେଇଛି। ମୋର ଏଇ ବୟସରେ ମୁଁ ଆଜି ପର୍ଯ୍ୟନ୍ତ ଶିଷ୍ୟ ହେଇକି ଅଛି। ଗୁରୁ ବୋଲି ମୁଁ ଚିନ୍ତା କରେ। ଯେଉଁଦିନ ଗୁରୁ ବୋଲି ଚିନ୍ତା କଲେ ମୁଁ ସବୁ ଜାଣିଛି ମୁଁ ଗୁରୁ, ସେଦିନ ଆପଣଙ୍କର ମୋର ପତନ ଆରମ୍ଭ ହେଇଗଲା। ତେବେ କେବେ ଦୟାକରି ପ୍ରଭୁଙ୍କ ଦାସ ଦାସୀ ମାନେ ଯେଉଁମାନେ ଭାବୁଛନ୍ତି ପ୍ରଭୁ ଆମକୁ ବହୁତ ବ୍ୟବହାର କରୁଛନ୍ତି ଆଉ ମୁଁ ସବୁ ଜାଣିଛି, ମୁଁ ବହୁତ ଆତ୍ମିକ ଲୋକ, ଆଉ ମୁଁ ମଣ୍ଡଳୀରେ ବଡ଼, ମୁଁ ସଂସ୍ଥାରେ ବଡ଼, ଏଇ ଯେଉଁ ଚିନ୍ତାଧାରା, ବଡ଼ ବଡ଼ ପୋଜିସନ ମୋର ଅଛି, ଆଗରେ ପଛରେ ନାଁ ଲାଗିଛି, ଗୁଡ଼ାଏ ବିଷୟ, ସେଇଟା ନାହିଁ ବାପା। ସେଇ ପ୍ରକାର ବିଷୟ ନାହିଁ। ଦାସ ହେବା ପାଇଁ ଶିଖିବା। ଯୀଶୁ ଈଶ୍ୱରଙ୍କର, ଖ୍ରୀଷ୍ଟ ଈଶ୍ୱରଙ୍କ ଦାସ ଥିଲେ। ଏଥିପାଇଁ ଏଇ ବହିଟା ସେମାନଙ୍କ ପାଇଁ ଲେଖା ହେଇଛି ଯେଉଁମାନଙ୍କର ଶିଖିବାର ମନୋଭାବ ଅଛି। ଯେଉଁମାନଙ୍କର ଶିଖିବାର ମନୋଭାବ ନାହିଁ ସେଇମାନଙ୍କ ପାଇଁ ପ୍ରକାଶିତ ବାକ୍ୟ, ଦାନିଏଲ ବିବରଣୀ କି ଭାବବାଣୀ ବହି ଗୁଡ଼ାକ ଲେଖାଯାଇ ନାହିଁ। ଆଉ ଯେଉଁ ପର୍ଯ୍ୟନ୍ତ ଶିଖିବାର ମନୋଭାବ ଆମର ନାହିଁ, ଆମେ ଶିଖିପାରିବା ନାହିଁ। ଏଥିପାଇଁ ଏଇଠି ଦାସମାନଙ୍କୁ ଜଣାନ୍ତି, ଏଥି ନିମନ୍ତେ ଈଶ୍ୱର ଏଇ ବହିଟାକୁ, ଈଶ୍ୱର ୟାର ମାଲିକ ନା, ଈଶ୍ୱର ଏଇ ବହିଟାକୁ ତାହାଙ୍କ ନିକଟରେ, ଯୀଶୁଙ୍କ ନିକଟରେ ସମର୍ପଣ କରେ। ଆଉ ସେ ଯୀଶୁଖ୍ରୀଷ୍ଟ ଆପଣ ଦୂତ ପ୍ରେରଣ କରି, ଗାବ୍ରିଏଲ କି ମିଖାଏଲ କିଏ ଗୋଟେ ହେଇଥିବେ, ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। এই ଏକ ପଦରେ କେତେ ଲୋକଙ୍କୁ ଆପଣ ଦେଖୁଛନ୍ତି? এই ଏକ ପଦରେ ଆମେ କେତେ ଜଣ ବ୍ୟକ୍ତିଙ୍କୁ ଦେଖିପାରୁଛୁ? ଆପଣ ଯଦି ଟିକେ ଧୀରେ ପଢ଼ିବେ ନିଜେ ନିଜେ, ଏବେ ନାହିଁ, ଏ ଜୁମ୍ ସରିଗଲା ପରେ ପଢ଼ନ୍ତୁ, ଆପଣ 5ଟା ବ୍ୟକ୍ତିତ୍ୱ ଏଠି ପାଇବେ। କ'ଣ ସେ 5ଟା ବ୍ୟକ୍ତିତ୍ୱ? ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ, এই ବହିଟା ହେଉଛି ଯୀଶୁଖ୍ରୀଷ୍ଟଙ୍କର। ଅବିଳମ୍ବରେ ଯାହା ଅବଶ୍ୟ ଘଟିବ ସେସବୁ ସେ ବା ଯୀଶୁଖ୍ରୀଷ୍ଟ ଯେପରି ଆପଣ ଦାସମାନଙ୍କୁ ଜଣାନ୍ତି। ନମ୍ବର 2 ତାଙ୍କ ଦାସମାନେ। ଏଥିପାଇଁ ଈଶ୍ୱର, ଦେଖନ୍ତୁ ନମ୍ବର 3 ଈଶ୍ୱର ଏହି ବହିଟାକୁ ତାଙ୍କ ହାତରେ, ଯୀଶୁଙ୍କ ହାତରେ ସମର୍ପଣ କଲେ। ଆଉ ସେ ପ୍ରଭୁ ଯୀଶୁ ଆପଣ ଦୂତ ପ୍ରେରଣ କରି, ଗାବ୍ରିଏଲ କି ମିଖାଏଲ ଆଉ କିଏ ଗୋଟେ ଦୂତ ହେଇଥିବେ, ପରାକ୍ରାନ୍ତ ଦୂତ, ନିଜ ଦାସ ଯୋହନଙ୍କୁ ଜଣାଇଲେ। ଈଶ୍ୱରଙ୍କ ହାତରୁ ଏଇ ବହିଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହାତକୁ ଆସିଲା ଯେତେବେଳେ ଯୀଶୁ ସ୍ୱର୍ଗାରୋହଣ କରିକି ଡାହାଣ ପଟେ ବସିଲେ। ବୁଝନ୍ତୁ ମୋର ପ୍ରିୟ ଭାଇ ଭଉଣୀ, ବୁଝିବା। ପିତାଙ୍କର ଡାହାଣ ପଟେ ଯେତେବେଳେ ତାଙ୍କୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଧିକାର ଦେଇକି ପିତା ବସିବା ପାଇଁ ଦେଲେ, ସେତେବେଳେ ମାର୍କ ସୁସମାଚାର 13 ପର୍ବ, ମାଥ୍ୟୁ 25ରେ ଏବଂ ଅନ୍ୟାନ୍ୟ ଜାଗାରେ ଯେଉଁ ପ୍ରଭୁ କହିଥିଲେ ଏଇଟା ଦୂତମାନେ ଜାଣନ୍ତି ନାହିଁ କି ପୁତ୍ର ମଧ୍ୟ ଜାଣନ୍ତି ନାହିଁ, ସେ ସମୟ କାଳ ଯୋଉଟା ପ୍ରଭୁଙ୍କ ପାଇଁ ଗୁପ୍ତ ହେଇକି ଥିଲା, ବା ସେ ନିଜେ ରକ୍ତମାଂସଧାରୀ ମନୁଷ୍ୟ କି ଜଗତରେ ଜନ୍ମ ହୋଇଥିବା ଯୋଗୁଁ ଶିଷ୍ୟମାନଙ୍କୁ ସେ ଏହା ପ୍ରକାଶ କଲେ ନାହିଁ। ହି ରେଷ୍ଟ୍ରିକ୍ଟେଡ୍ ହିଜ୍ ଡିଭାଇନ୍ ଲାଇଫ୍। ନିଜକୁ ରେଷ୍ଟ୍ରିକ୍ସନ ରଖିଦେଲେ ଯେମିତି ସେଇ ବିଷୟ ସେ ଜାଣିବେ ନାହିଁ। ଗୋଟେ ବିଷୟ ଘଟୁଥିବ, ଆପଣ ଚାହିଁବେନି ତାକୁ ଜାଣିବା ପାଇଁ, ନାଇଁ ମୋତେ ଜାଣିବା ଦରକାର ନାହିଁ, କହୁଛୁ କି ନାଇଁ, କେବେ କେବେ ଆମେ କହୁଛୁ, ଆମେ ଚାହିଁଲେ ଜାଣିପାରିବା। ଗୋଟେ ବିଷୟ ଘରେ ଘଟୁଥିବ, ଅଫିସରେ ଘଟୁଥିବ, ସମାଜରେ ଘଟୁଥିବ,
କି ଆମର ଏରିଆରେ କେଉଁଠି ଆମେ ଅଛୁ କ'ଣ କ'ଣ କରୁଛୁ ସେଇ ଜାଗାରେ ଘଟୁଥିବ ସେତେବେଳେ ଆପଣ ଚାହିଁଲେ ତାହା ଜାଣିପାରିବେ। କିନ୍ତୁ ଆପଣ କହିବେ ନାହିଁ ମୁଁ ତ ଦରକାର ନାହିଁ ସେ ବିଷୟ ଜାଣିବା ପାଇଁ, ଆଇ ଡୋଣ୍ଟ ନିଡ୍ ଟୁ ଅଣ୍ଡରଷ୍ଟାଣ୍ଡ, ଆଇ ଡୋଣ୍ଟ ନିଡ୍ ଟୁ ନୋ ଦିସ୍, ମୋତେ ଜଣା ଦରକାର ନାହିଁ। ଆପଣ ଜାଣିଲେ ନାହିଁ କିନ୍ତୁ ଘଟଣା ଘଟିଗଲା ନା ଅଲରେଡ଼ି। 2 ମିନିଟ୍ କି 5 ମିନିଟ୍ ପୂର୍ବରୁ ଆପଣ ଚାହିଁଥିଲେ ଜାଣିପାରିଥାନ୍ତେ। ପ୍ରଭୁ ସେଠି ଦୂତମାନେ ଆଗେ ଜାଣନ୍ତୁ ନାହିଁ, ମୁଁ ବି ଜାଣିଛି କିନ୍ତୁ ମୁଁ କହିବିନି ବୋଲି କହିପାରିଥାନ୍ତେ। ସେ ନ କହି ସେ କହିଲେ ପୁତ୍ର ବି ଜାଣନ୍ତି ନାହିଁ, ତାର ତ ହି ରିଜେକ୍ଟେଡ୍। ସେ ଯୀଶୁକୁ ଜାଣିବା ପାଇଁ ସେ ରିଜେକ୍ଟ କଲେ। କାହିଁକି? ରକ୍ତ ମାଂସଧାରୀ ମନୁଷ୍ୟ ହିସାବରେ ଐଶ୍ୱରିକ ଶକ୍ତି ଡିଭାଇନ୍ ନେଚରରେ ସେ ସବୁ ଜାଣନ୍ତି। ଏବେ ଏଇ କଥା ପ୍ରକାଶିତ ବାକ୍ୟ ଶେଷ ବହିରେ 7ଟି ମଣ୍ଡଳୀକୁ ଏସିଆ ମାଇନର ଆଜିର ତୁର୍କୀ ଦେଶରେ 2 ପର୍ବ 3 ପର୍ବରେ ଏଫିସି, ସ୍ପର୍ଣ୍ଣା, ପର୍ଗମା, ଥିଓତିରା, ସାଦ୍ରି, ଫିଲାଦେଲଫିଆ, ଲାଉଦିକିଆ এই 7ଟି ମଣ୍ଡଳୀକୁ ଲେଖିବା ପାଇଁ ପିତା ପରମେଶ୍ୱର এই ବହିଟାର ଲେଖା ବା এই ବହିର ସବଜେକ୍ଟ ବା ପ୍ରସଙ୍ଗ ବା ଥିମ୍କୁ ଯୀଶୁଙ୍କ ହାତରେ ଦେଲେ ସକରେ। ଆଉ ସେ କ'ଣ କଲେ? ଆପଣା ଦୂତ ପ୍ରେରଣ କଲେ। ସମ୍ବାଦ ପରିବାହକ ଗାବ୍ରିଏଲ ଦୂତ, ସେ ସମ୍ବାଦ ନିଅନ୍ତି। ମା ମରିୟମ ପାଖକୁ ଆସିଥିଲେ, ଯୋସେଫଙ୍କୁ ଯାଇଥିଲେ, ଜହନ ବାପ୍ତିଜିକ ଜହନଙ୍କ ପାଖକୁ ଯାଇଥିଲେ। ଅନେକ ଜାଗାରେ ବାପ୍ତିଜି ଆମେ ଦେଖୁଛୁ ଗାବ୍ରିଏଲ ଦୂତ ସମ୍ବାଦ ଚିଫ୍ ଆପଣ କୁହନ୍ତୁ ସେ ପୋଷ୍ଟ ମାଷ୍ଟର, ପୋଷ୍ଟାଲ ଡିପାର୍ଟମେଣ୍ଟ, କମ୍ୟୁନିକେସନ ଡିପାର୍ଟମେଣ୍ଟ ତାଙ୍କର। କି ପ୍ରଧାନ ଦୂତ ମିଖାଏଲଙ୍କ ଦ୍ୱାରା ପଠେଇଲେ, ଆମେ ଜାଣିନୁ ସେ କଥା। କେଉଁ ଗୋଟେ ଦୂତ ଏଞ୍ଜେଲକୁ ପଠେଇକି ପ୍ରଭୁ କ'ଣ କଲେ? ପରାକ୍ରାନ୍ତ ଦୂତ। କିନ୍ତୁ କାହିଁକି ଏତେ ବଡ଼ ନ୍ୟୁଜ୍ 22 ବର୍ଷ ପ୍ରକାଶିତ ବାକ୍ୟ ଭଳିଆ ବହି ଆଣିବାଟା ସାଧାରଣ ଦୂତଙ୍କର ପାଇଁ ସମ୍ଭବ ନୁହେଁ। ଏଇଟା ତାଙ୍କର ଯେଉଁ ପରାକ୍ରାନ୍ତ ଦୂତମାନେ ଅଛନ୍ତି, ବାଇବେଲ ପ୍ରକାଶ କରି 7 ପରାକ୍ରାନ୍ତ ଦୂତ ତାଙ୍କର ଅଛନ୍ତି। ଆଉ ଅନେକ ଦୂତମାନେ ଅଛନ୍ତି, ସରାଫ, କିରୁବ, ଦୂତ, ଡେଣାବାଲା ଦୂତ, ଡେଣା ନଥିବା ଦୂତ, ଏମିତି ବିଭିନ୍ନ ବିଶ୍ୱ ବାଇବେଲ ଅଛି। ପୁରାତନ ନିୟମରେ ଜିଜିକଲରେ ଅଛି, ପ୍ରକାଶିତ ବାକ୍ୟରେ ଅଛି, ଦାନିଏଲରେ ଅଛି। ହେଲେ এইটা ସେ କ'ଣ କଲେ? ଏଇ ଯେଉଁ ସବଜେକ୍ଟ, আগমନ ସମ୍ବନ୍ଧୀୟ ସବଜେକ୍ଟ, ପ୍ରସଙ୍ଗ ଆଉ ଥିମ୍ ପିତା ପରମେଶ୍ୱର ଯୀଶୁଙ୍କ ଠାରେ ସମର୍ପଣ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ଥିମ୍ଟାକୁ, ସେ ସବଜେକ୍ଟଟାକୁ, ଡିଟେଲଟାକୁ ଟାଇମ୍ ଅନୁଯାୟୀ ଷ୍ଟେପ୍ ବାଇ ଷ୍ଟେପ୍ ସୂଚୀକ୍ରମରେ ଗୋଟା ପରେ ଗୋଟା ଘଟିବ, କୋଉଟା ପରେ କୋଉଟା ଘଟିବ। ମଣ୍ଡଳୀ ଯୁଗ କେମିତି ସମାପ୍ତ ହେବ, ତୁରୀବାଦ୍ୟ କେମିତି ହେବ, ମଣ୍ଡଳୀ କୁଆଡ଼େ ଯିବ, କ୍ଲେଶ ଦେଇକି ଯିବ କି ନାହିଁ, ତୁରୀବାଦରେ କୋଉ ମାନେ ଯିବେ, କୋଉ ମାନେ ଯିବେ ନାହିଁ, ତୁରୀବାଦ୍ୟ କାହା ପାଇଁ ହେବ, ଲୋକ ଜାଣିବେ କି ନାହିଁ, ତାପରେ ଆଗମନ କ'ଣ, ଆଗମନ ତୁରୀବାଦ୍ୟ କ'ଣ ଗୋଟେ କି? এই যে কনফ্ୟୁজ ସବଜେକ୍ଟ ରହିଛି, এই ପ୍ରାଞ୍ଜଳ କାଳର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପିତା ପରମେଶ୍ୱର ଦେଲେ। ପିତା ପରମେଶ୍ୱର ତାକୁ ଦୂତଙ୍କ ହାତରେ ପଠେଇଦେଲେ। ଜହନଙ୍କ ପାଖକୁ କହିଲେ, ବାପା ତମେ ତ ପାତ୍ମାଦୀପର ଅଛି, ବର୍ତ୍ତମାନ ସେ ବହିଟା ଲେଖିଦିଅ, ଲେଖିକି 7ଟା ମଣ୍ଡଳୀକୁ ପଠାଅ। କାହିଁକି 7ଟି ମଣ୍ଡଳୀ? ନହେଲେ ଆପଣ ମୁଁ ଡିମାଣ୍ଡ କରିଥାନ୍ତେ ଆମ ମଣ୍ଡଳୀ ଏକା ଠିକ୍, ଅନ୍ୟ ମଣ୍ଡଳୀ ସବୁ ଭୁଲ ବୋଲିକି। ଯେହେତୁ ଆମେ ଗୋଟେ ଡକ୍ଟରଙ୍କୁ ବିଶ୍ୱାସ କରୁ, ଆମର ମଣ୍ଡଳୀର ପରିଚାଳନା ଗୋଟେ ରକମ, ଏଥିପାଇଁ ଆମେ ସଦାବେଳେ ବିଶ୍ୱାସ କରୁ ମୋ ମଣ୍ଡଳୀ ଠିକ୍, ଅନ୍ୟମାନେ ଭୁଲ। ଆଉ କିଏ କହନ୍ତି ତମେ ସ୍ୱର୍ଗକୁ ଯାଇପାରିବନି, ଆମେ ସ୍ୱର୍ଗକୁ ଯିବୁ, ତମେ ନରକକୁ ଯିବ, ତମେ ପ୍ରଭୁଙ୍କ ଲୋକ ନୁହଁ, ଆମେ ପ୍ରଭୁଙ୍କ ଲୋକ। এই ପ୍ରକାର ମଧ୍ୟ ଅନେକ ମଣ୍ଡଳୀ ଡିମାଣ୍ଡ କରନ୍ତି। ସାମ୍ପ୍ରଦାୟିକ ମଣ୍ଡଳୀ, ମେନ୍ ଲାଇନ୍ ଚର୍ଚେସ୍, ଅନେକ ମଣ୍ଡଳୀ, ହଜାର ହଜାର ସଂଖ୍ୟାରେ ଡିନୋମିନେସନ୍ ସବୁ ଅଛି। ମଣ୍ଡଳୀ କହିଲେ ଈଶ୍ୱରଙ୍କ ବାକ୍ୟ ସ୍ପଷ୍ଟ କୁହେ, ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ, ମଣ୍ଡଳୀ ତାଙ୍କ ଶରୀର, ଆମେ ବିଶ୍ୱାସ ନେଇ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ। ତାପରେ ଆପଣ ଯେଉଁ ନାଁ ଦେଇଛନ୍ତି ଦିଅନ୍ତୁ, ଯାଏ ସେ ନାହିଁ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ଯେଉଁ କଥା ଆମେ ଦେଖୁଛୁ ବର୍ତ୍ତମାନ, ପିତା ପରମେଶ୍ୱର ପ୍ରଭୁ ଯୀଶୁଙ୍କ ହାତରେ ପ୍ରକାଶିତ ବାକ୍ୟଟା ଦେଲେ। ଏଇଟା ମୁଁ ରିପିଟ୍ କରୁଛି ବାରମ୍ବାର, କାହିଁକି ଆଗକୁ ଯେତେବେଳେ ଆମେ ଯିବା, ଯଦି ପ୍ରଭୁ ଚାହାନ୍ତି ଏ ବିଷୟ ବାକ୍ୟ ଆଲୋଚନା କରିବା ପାଇଁ ଆଗକୁ କେବେ, ତାହେଲେ ଆଉ ଟିକେ ଆଗକୁ ଆମେ ବଢ଼ିବାକୁ ପାରିବା। ସେଇ ସବଜେକ୍ଟଟାକୁ, ସେ ପ୍ରସଙ୍ଗ, ସେ ଥିମ୍କୁ, ବିଷୟବସ୍ତୁକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ଦୂତଙ୍କ ହାତରେ ପାତ୍ମାଦୀପରେ ବନ୍ଦୀ ଅବସ୍ଥାରେ ଥିବା ଜହନଙ୍କ ନିକଟକୁ, ସେତେବେଳେ ତାଙ୍କ ବୟସ 90 ବର୍ଷରୁ ଉର୍ଦ୍ଧ୍ୱ ହେଇଥିଲା। ଅନ୍ୟ କୌଣସି ଶିଷ୍ୟ ବଞ୍ଚି ନଥିଲେ। ସେ ଜଣେ ମାତ୍ର ମୃତ୍ୟୁ, ଏଫିସି 100 ବୟସରେ ଏଫିସି ଅଧ୍ୟକ୍ଷ ଥିଲେ, ବିଶପ ଥିଲେ। ସେମାନେ ଏଫିସି ମଣ୍ଡଳୀର ଅଧ୍ୟକ୍ଷ ଥିଲେ, ବିଶପ ଥିଲେ। ପ୍ରେରିତ ମାନେ ସମସ୍ତେ ବିଶପ୍ସ, ତାଙ୍କୁ ଅଧ୍ୟକ୍ଷ କୁହାଯାଏ। ଇସ୍କାରିୟତ ଜିହୁଦାକୁ ମଧ୍ୟ ଅଧ୍ୟକ୍ଷ ପଦ ଦିଆଯାଇଥିଲା। ସେ ଅଧ୍ୟକ୍ଷ ପଦରୁ ପତିତ ହେଲା ବୋଲି ଲେଖା ହେଇଛି। ହି ଲୋଷ୍ଟ ହିଜ୍ ବିଶପ ଅଫିସ୍। ଏଟା ଗୋଟେ ଅଫିସ୍। ମଣ୍ଡଳୀ ମାନଙ୍କରେ ସୁସମାଚାର ପ୍ରଚାର କାର୍ଯ୍ୟରେ, ମଣ୍ଡଳୀ ବୃଦ୍ଧି କରିବାରେ, ମଣ୍ଡଳୀ ତତ୍ପ ନେବାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭାର ଯେଉଁମାନେ ନିଅନ୍ତି ତାଙ୍କୁ ଅଧ୍ୟକ୍ଷ କୁହାଯାଏ। ଏମାନେ ସ୍ପେଶାଲ କାଟାଗୋରୀ ଲୋକ ନୁହନ୍ତି, ତାଙ୍କର ପଦବୀ ଦିଆଯାଏ ଯେଉଁମାନଙ୍କର କାମର ଭାର ଦେଖିକିରି, କାମର ବୋଝ ଦେଖିକିରି, କାମର ଏରିଆ ଦେଖିକିରି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, କ'ଣ ଘଟଣା ଘଟିଛି,
এইটা যখন କୁହାଗଲା ବାପା ତମେ କ'ଣ କରିବ ଏଇ ବାକ୍ୟଟାକୁ 7ଟା ମଣ୍ଡଳୀକୁ ପଠେଇ ଦିଅ। ଆଉ 7ଟା ମଣ୍ଡଳୀକୁ ପଠେଇଲେ ପାତ୍ମାଦୀପରୁ ଏଟା ପଠା ହେଇଗଲା। ହେଲେ ଆମେ ଦେଖିପାରୁଛୁ, ଆସନ୍ତୁ ଆମେ ସେଇ ଜାଗାକୁ ଯିବା। ମୁଁ କହୁଥିଲି ଅଧିକାର, ସମସ୍ତ ଅଧିକାର ଯୀଶୁଙ୍କୁ ପ୍ରଦତ୍ତ ହେଲା ଯେତେବେଳେ କି ପିତା ତାଙ୍କୁ ଏଇ ବହିଟା ଦେଲେ। ତା ପୂର୍ବରୁ ଆମେ ସପ୍ତ ଦୂତ, ସପ୍ତ ତୁରୀ, ସପ୍ତ ମୁଦ୍ରା, ସପ୍ତ କ୍ଲେଶର ପାତ୍ର, ସପ୍ତ ମେଘ ଗର୍ଜନ, ନୂତନ ଜେରୁସାଲାମ, ନୂତନ ପୃଥିବୀ, ନୂତନ ଆକାଶ ମଣ୍ଡଳ, ପରାକ୍ରାନ୍ତ ଦୂତଗଣ, ୟୁପ୍ରେଟିସ୍ ନଦୀ, 2 ଜିତ ବୃକ୍ଷ ବା 2 ଦୂତଙ୍କୁ ବା 2 ତୈଳପୁତ୍ର, ସୂର୍ଯ୍ୟ ପରିତା ନାରୀ, ଚନ୍ଦ୍ର ଉପରେ ଠିଆ ହେଇଛି, 12 ନକ୍ଷତ୍ର ଖଚିତା। ଆମେ ଏଇଗୁଡାକ ତ ଶୁଣି ନଥିଲୁ କେବେ। ଆଦି ପୁସ୍ତକରୁ ଜିହୁଦା ଚିଠି ପର୍ଯ୍ୟନ୍ତ ଆମେ କିଛି ଶୁଣି ନଥିଲୁ ଏଗୁଡାକ। ପ୍ରକାଶ ବାକ୍ୟରେ ଆମେ ପାଇଲୁ ଏଗୁଡା ସବୁ। ତାର ଥିଲା ଗୁପ୍ତ ହେଇକି ନଥିଲା କି? ଏସବୁ ପିତାଙ୍କ ହୃଦୟ ଭିତରେ ଥିଲା। ପାଉଲ କହିଲେ ମୋର ପିତୃପୁରୁଷ ମାନେ ବା ମୋର ପୂର୍ବପୁରୁଷ ମାନଙ୍କ ପାଖରେ ଯୋଉଟା ପ୍ରକାଶ ହେଇନଥିଲା ମୋ ପାଖରେ ପ୍ରକାଶିତ ହେଲା। ଯୋଉଟା ପିତର ଜୋହନ, ଯାକୋବ, ଆନ୍ଦ୍ରେ, ଥୋମା, ବାରଥୋଲୋମେ, ଫିଲିପ କି ବର୍ଣ୍ଣବା କି ପାଉଲ କାହା ପାଖରେ ପ୍ରକାଶ ହେଇନଥିଲା, ସେଟା ଜୋହନଙ୍କ ପାଖରେ ପ୍ରକାଶିତ ହେଲା। ଯୀଶୁ କହିଲେ ମାର୍ଥାଙ୍କୁ ମୁଁ ହେଉଛି ପୁନରୁତ୍ଥାନ, ମୁଁ ହେଉ ଜୀବନ। ଲାଜାରକୁ ଉଠାଇଲା ବେଳକୁ ସେ ପିତର ଜୋହନ, ଯାକୋବ କେବେ କହିନାହାନ୍ତି ମୁଁ ପୁନରୁତ୍ଥାନ ବୋଲି, କି ମରିୟମକୁ ମୋତେ କହିନାହାନ୍ତି, ଯୋଉ ମରିୟମ ଯୀଶୁଙ୍କ ପାଦରେ ବସି ରହୁଥିଲା। ସେ ମାର୍ଥାକୁ କହିଲେ ମୁଁ ହେଉଛି ପୁନରୁତ୍ଥାନ। ତୁ କ'ଣ କହୁଛୁ? ଶେଷ ଦିନରେ ମୋ ଭାଇ ଉଠିବ ବୋଲି ଯେ କହୁଛୁ? ହଁ ଠିକ ଅଛି, ସେଇଟା ନାହିଁ, ମୁଁ ପୁରା ପୁନରୁତ୍ଥାନ ତୋ ସାମ୍ନା ଠିଆ ହେଇଛି। ଏତେ ଅନେକ ଗୁଡ଼ିଏ ବିଷୟ ଆପଣା ଭୟକାରୀ ମାନଙ୍କ ଠାରେ ପ୍ରଭୁଙ୍କର ବିଧି ଥାଏ। ପ୍ରଭୁଙ୍କୁ ଯେଉଁମାନେ ଭୟ କରନ୍ତି, ତାଙ୍କୁ ମାନନ୍ତି, ଭକ୍ତି କରନ୍ତି, ଯେଉଁମାନେ ବାକ୍ୟ ଅନୁସନ୍ଧାନ କରନ୍ତି, ବାକ୍ୟ ପାଇଁ ସମୟ ଦେଇପାରନ୍ତି, ଲୋକଙ୍କୁ ବୁଝାଇବା ପାଇଁ ନାହିଁ କି ଲୋକଙ୍କୁ ଦେଖାଇବା ପାଇଁ ନାହିଁ, ନିଜେ ଶିଖିବା ପାଇଁ ପ୍ରଭୁଙ୍କ ପାଖରୁ ସେମାନଙ୍କୁ ପ୍ରଭୁ ତାଙ୍କର ଗୁପ୍ତ କଥା ପ୍ରକାଶ କରନ୍ତି। ଏଇଟା ହାଟ ମାର୍କେଟର ଖାଦ୍ୟ ନାହିଁ, କିଣି ଆଣିକି ଆପଣ ଗେଷ୍ଟ କରିବା ସେଇ ପ୍ରକାର ବାକ୍ୟ ଏଇଟା ନୁହେଁ। ଏଇଟା ନିଜ ପ୍ରସ୍ତୁତି ବାକ୍ୟ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ପିତାଙ୍କର ଅଧୀନରେ ଯୋଉଟା ଥିଲା ତାକୁ ପୁତ୍ରଙ୍କୁ ଦିଆଗଲା। ଏଥିପାଇଁ କହିଲେ ସମସ୍ତ ଅଧିକାର ମୋତେ ଦିଆହେଇଛି। ଆଉ ବର୍ତ୍ତମାନ ସେ ଅଧିକାରଟା କ'ଣ କଲେ? ଦୂତଙ୍କ ହାତରେ ଜଣଙ୍କୁ ପଠେଇଦେଲେ। ଏଥିପାଇଁ ଆମେ ବର୍ତ୍ତମାନ ଦେଖିପାରୁଛୁ ପ୍ରକାଶିତ ବାକ୍ୟ 1 ପର୍ବ। ମୁଁ ଆପଣମାନଙ୍କର ଆଉ ଗୋଟେ 20-25 ମିନିଟ୍ ନେବି, ଆଉ ଅଧିକ ନେବି ନାହିଁ। 20 ଆଉ 25 ମିନିଟ୍ ଭିତରେ ମୁଁ ଶେଷ କରିବି। ହେଲେ ତା ପୂର୍ବରୁ ଟିକେ ଭିତରକୁ ମୁଁ ଯିବା ପାଇଁ ଚାହୁଁଛି। ଆମେ ପ୍ରକାଶିତ ବାକ୍ୟର 1 ପର୍ବର 1 ପଦରେ ଥିଲୁ। ଅନେକ ଗୁଡ଼ିଏ ବିଷୟ ଲେଖା ହେଇଛି ଏଠି। ଆଜିର ଗୋଟେ ବଡ଼ ପ୍ରଶ୍ନ ଆସୁଛି ସମୁଦାୟ ପୃଥିବୀରେ। ମୁଁ ଆମ ଅଞ୍ଚଳ କଥା କହୁନାହିଁ କି ଆମ ଦେଶ କଥା କହୁନାହିଁ, ସବୁ ପୃଥିବୀରେ ମଧ୍ୟ ପ୍ରଭୁଙ୍କ ଲୋକମାନଙ୍କ ଭିତରେ, ମଣ୍ଡଳୀ ମାନଙ୍କରେ, ପ୍ରଭୁଙ୍କ ଦାସମାନଙ୍କ ଭିତରେ ଏଇଟା ଗୋଟେ ଯୁକ୍ତିତର୍କ ତ କହିବା ନାହିଁ, ଗୋଟେ ଆଲୋଚନା ଚାଲିଛି ଯେ ପ୍ରକାଶିତ ବାକ୍ୟର ଲିଖିତ କ୍ଲେଶ ଗୁଡାକ ଦେଇକି ମଣ୍ଡଳୀ ଯିବ କି? ଏ ପ୍ରକାଶିତ ବାକ୍ୟ ବହିଟାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ପ୍ରକାଶିତ ବାକ୍ୟ ବହି କେମିତି ବୁଝିବା? କେମିତି ବୁଝିବା? ଆପଣ ମୁଁ କେମିତି ବୁଝିବା? ମୁଁ ବି ବୁଝିନଥିଲି। ମୁଁ ପାଖାପାଖି ପ୍ରଭୁଙ୍କର ସେବା କାର୍ଯ୍ୟ, କ୍ଷୁଦ୍ର ଜୀବନରେ କାର୍ଯ୍ୟ ଆରମ୍ଭ କରିବାର 17-18 ବର୍ଷ ପର୍ଯ୍ୟନ୍ତ ମୁଁ ପ୍ରକାଶିତ ବାକ୍ୟ କିଛି ବୁଝିନଥିଲି, ଖୋଲୁନଥିଲି ସେ ବହି। ମୋ ଜୀବନରେ ଏମିତି ଗୋଟେ ଘଟଣା ଆସିଲା ଯେତେବେଳେ କି ମୋ ପ୍ରକାଶିତ ବାକ୍ୟ ମୋତେ ପ୍ରଭୁ ବୁଝେଇଲେ, ଆଜି ପର୍ଯ୍ୟନ୍ତ ବୁଝାଉଛନ୍ତି। ସମୁଦ୍ରର ଗୋଟେ ବୁନ୍ଦାଏ ପାଣି ମଧ୍ୟ ମୁଁ ପାଇନାହିଁ। ଏ ଟିକେ ଗୋଟେ ଛୁଞ୍ଚି ମନ ଏତିକି ପାଣି ମୋତେ ପ୍ରଭୁ ଦେଇଛନ୍ତି। ଟିକେ ହୃଦୟରେ ଲାଳସା ଥିବ, ତୃଷା ଥିବ, ପ୍ରଭୁ ନିଶ୍ଚୟ ଦେବେ। ହେଲେ ଏଥିପାଇଁ କାହିଁକି ଏଇଟା କୁହାଗଲା? ଯେପରି ଆମେ ପ୍ରସ୍ତୁତ ହେବା। ଆଉ କ'ଣ ପଢିଲୁ ଲୋକ ସୁସମାଚାରରେ? ଲୋକ ସୁସମାଚାର ଆମେ ଏଇ କଥା ପଢିଲୁ ଯେ କ'ଣ ଲେଖା ହେଇଛି ଦେଖନ୍ତୁ 35 ପଦରେ, କାରଣ ତାହା ଲୋକ ସୁସମାଚାର 21 ପର୍ବ 35 ପଦ, କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀ ନିବାସୀ ମାନଙ୍କ ଉପରକୁ ଆସିବ। କିନ୍ତୁ ଏଇଠି ଧରନ୍ତୁ କଥାଟାକୁ, ତୁମ୍ଭେ ମାନେ ଯେପରି এই ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଜାଗାରେ ଗୋଟେ ତାରା ଚିହ୍ନ ଦିଆଯାଇଛି ବାଇବଲରେ। ତାର ଅରିଜିନାଲ ମିନିଂ ହେଉଛି, ତଳକୁ ଦେଖନ୍ତୁ, ପଳାୟନ କରିବାକୁ। ଯେମିତି ଲୋଟ ପଳାୟନ କଲେ, ସୋଦମ ଗମରାରୁ ବାହାରି ଗଲେ। ଆଗାମୀ ଘଟଣା ଯୋଉଟା ଘଟିବାକୁ ଯାଉଛି, ତାଡ଼ନା, କ୍ଲେଶ, କ୍ରୋଧ, ନିର୍ଦ୍ଦିଷ୍ଟ ସମୟ, ନିର୍ଦ୍ଦିଷ୍ଟ କ୍ଲେଶ, ନିର୍ଦ୍ଦିଷ୍ଟ ଏବେ ଯୋଉ କ୍ଲେଶ ହେଉଛି, ଭୁଲ ବୁଝିବା ନାହିଁ।
ଆଦ୍ୟ ମଣ୍ଡଳୀର ଆଜି ପର୍ଯ୍ୟନ୍ତ ଯେଉଁ କ୍ଲେଶ ତାଡ଼ନା ନିନ୍ଦା ଅପମାନ ଲୋକମାନଙ୍କୁ ମାରି ଦେଉଛନ୍ତି, ସୁସମାଚାର ପ୍ରଚାର ଲୋକମାନଙ୍କୁ ପାଳକ ପ୍ରଚାରକମାନଙ୍କୁ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି, ମଣ୍ଡଳୀ ଭାଙ୍ଗୁଛନ୍ତି, ସଂସ୍ଥା ଭାଙ୍ଗୁଛନ୍ତି, କ'ଣ କ'ଣ କରୁଛନ୍ତି, ଅନେକ ମଣ୍ଡଳୀ ତାଡ଼ନା ଦୁଃଖ କଷ୍ଟ ଦେଇକି 2000 ବର୍ଷ ହେଲା ଯାଉଛି। ସେଇଟା ପ୍ରକାଶିତ ବାକ୍ୟର କ୍ଲେଶ ନୁହେଁ। ଏଇଟା ବୁଝନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ତୁରୀବାଦ୍ୟରେ ଆଗମନ କରିବା ପର୍ଯ୍ୟନ୍ତ ମଣ୍ଡଳୀ ବିଭିନ୍ନ କ୍ଲେଶ ଦେଇକି ଯିବ, ତାଡ଼ନା ଦେଇକି ଯିବ, କିନ୍ତୁ ପ୍ରକାଶିତ ବାକ୍ୟର କ୍ଲେଶ ଗୁଡ଼ାକ ନାହିଁ। ସେଇଟା ପ୍ରକାଶିତ ବାକ୍ୟର କ୍ଲେଶ ନିର୍ଦ୍ଦିଷ୍ଟ କ୍ଲେଶ ନମ୍ବର 1। ନମ୍ବର 2 ଗୋଟେ ସମୟ ଲେଖାଯାଇଛି ତା ପାଇଁ, ଏତେବେଳେ ଘଟିବ। ଆଉ ଈଶ୍ୱରଙ୍କର କ୍ରୋଧ ଲେଖାଯାଇଛି, ଆଉ ଭଣ୍ଡ ଖ୍ରୀଷ୍ଟର ଅତ୍ୟାଚାର ଲେଖାଯାଇଛି। ସେଗୁଡ଼ାକ ହେଉଛି ଟ୍ରିବୁଲେସନ ଆଣ୍ଡ ଗ୍ରେଟ୍ ଟ୍ରିବୁଲେସନ। ପ୍ରକାଶିତ ବାକ୍ୟରେ ଭଣ୍ଡ ଖ୍ରୀଷ୍ଟ ପାଇଁ 7 ବର୍ଷ ସମୟ ଦିଆଯାଇଛି। ଦାନିଏଲ ବିବରଣୀର 9 ପର୍ବରେ 7 ବର୍ଷ ସମୟ ଦିଆଯାଇଛି। ଏ 7 ବର୍ଷକୁ 2 ଭାଗରେ ବିଭକ୍ତ କରାଯାଇଛି, 3 ବର୍ଷ 6 ମାସ, 3 ବର୍ଷ 6 ମାସ। ଏଥିପାଇଁ ଏ କଥା ଆମେ ସ୍ପଷ୍ଟ ବୁଝିବା ଆବଶ୍ୟକ ରହିଛି ଆଜି, ଯେ ଯେଉଁଟା ପଢ଼ିଲୁ ଲୋକ ସୁସମାଚାର 21 ପର୍ବର 35 ପଦ 36 ପଦ, କିନ୍ତୁ ତୁମ୍ଭେମାନେ ଅନେକ ତ ମତତାରେ ମଦ୍ୟପାନରେ ଜୀବିକା ସମ୍ବନ୍ଧ ଚିନ୍ତାରେ ଭାରଗ୍ରସ୍ତ ହେବେ, କିନ୍ତୁ ତମେ ହେ ବିଶ୍ୱାସୀ ପ୍ରଭୁଙ୍କ ଦାସ ଦାସୀ ତୁମେମାନେ ଯେପରି ଏଇ ସମସ୍ତ ଘଟଣା ଯୋଉଟା ଯୋଉଟା ଘଟିବାକୁ ଯାଉଛି ଆଗକୁ, ଏଇ ଘଟଣାରୁ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଏ ପ୍ରଥମ ନମ୍ବର ରକ୍ଷା ପାଇବାକୁ ମଣ୍ଡଳୀକୁ ଏଇ ଘଟଣାରୁ ରକ୍ଷା ପାଇବାକୁ, ମଣ୍ଡଳୀକୁ ଏଇ ଯୋଉ ଘଟଣା ଗୁଡାକ ଘଟିବ ତାହିଁରୁ ରକ୍ଷା ପାଇବାକୁ ବା ପଳାୟନ କରିବାକୁ। ନହ ଯେମିତି ଜାହାଜରେ ପ୍ରବେଶ କଲେ ତାପରେ ବର୍ଷା ହେଲା 40 ଦିନ 40 ରାତ୍ର, ରାହାବ ବେଶ୍ୟା ଯଦି ବାହାରି ଗଲା ତାପରେ ସେ ଗଡ଼ ଭାଙ୍ଗିଲା। ଅନେକ ବିଶ୍ୱାସ ରହିଛି। ଘଟଣା ରକ୍ଷା ପାଇବାକୁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ। ଆପଣ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାମ୍ନାରେ ଠିଆ ହେବା। ମୋ ପୁଅ ପାଇଁ ମୁଁ ଠିଆ ହେଇପାରିବି ନାହିଁ, ମୋ ସ୍ତ୍ରୀ ପାଇଁ ମୁଁ ଠିଆ ହେଇପାରିବିନି, ମୋ ସ୍ତ୍ରୀ ମୋ ପାଇଁ ଠିଆ ହେଇପାରିବ ନାହିଁ, ମୋର ପାଳକ ମୋ ପାଇଁ ଠିଆ ହେଇପାରିବେ ନାହିଁ, କି କୌଣସି ପ୍ରଭୁଙ୍କ ଦାସ ମୋ ପାଇଁ ଠିଆ ହେଇପାରିବେ ନାହିଁ, ମୁଁ କାହା ପାଇଁ ଠିଆ ହେଇପାରିବି ନାହିଁ। ଆପଣ ନିଜେ ନିଜ ପାଇଁ, ମୁଁ ମୋ ପାଇଁ ନିଜ ପାଇଁ। ପ୍ରଭୁ କହିଲେ 34 ପଦରେ ଆପଣ ଆପଣା ବିଷୟରେ ସାବଧାନ, ଆପଣ ଆପଣା ବିଷୟରେ ସାବଧାନ, ଇଣ୍ଡିଭିଜୁଆଲ। ଏଥିପାଇଁ ବାଇବେଲଟା ଲାଇଫ ଆପ୍ଲିକେବୁଲ, ବ୍ୟକ୍ତିଗତ ଜୀବନ ସହିତ କାରବାର ହୁଏ ଈଶ୍ୱରଙ୍କ ବାକ୍ୟ। ଦୟାକରି ମୋତେ କ୍ଷମା କରିବେ, ମୁଁ ଆପଣଙ୍କୁ ବୁଝାଇବା ପାଇଁ ବାକ୍ୟ ଖୋଲିକି ବସେନି ଏଠି। ମୁଁ ଅନ୍ତରରେ ଟିକେ ଯୋଉଟା ପ୍ରଭୁ ଦେଇଛନ୍ତି ତାଙ୍କ ଆତ୍ମାଙ୍କ ଦ୍ୱାରା ସେଇଟା ସେୟାର କରୁଛି। ବୁଝାଉ ନାହିଁ କି ବୁଝାଇବାର ମୋର ଶକ୍ତି ମଧ୍ୟ ନାହିଁ, ମୋର ଜ୍ଞାନ ନାହିଁ, ମୁଁ ଖୋଲି କହୁଛି ଆପଣ। ଏଥିପାଇଁ ଯଦି ନିଜ ବିଷୟରେ ଆପଣ ସାବଧାନ ନ ହେଇକି ଅନ୍ୟ ବିଷୟରେ ବହୁତ ସାବଧାନ, ତାହେଲେ ପାଉଲ କହିଲା ଭଳିଆ ଏତେ ଲୋକଙ୍କ ପାଖରେ ପ୍ରଚାର କରି ଯଦି ମୁଁ ବାହାରେ ରହିବି ମୋର କି ଲାଭ? ହଜାର ହଜାର ଲୋକଙ୍କ ପାଖରେ ମୁଁ ପ୍ରଚାର କରୁଥିବି, କି ବଡ଼ ବଡ଼ ସେମିନାରୀ କରୁଥିବି, ବଡ଼ ବଡ଼ ମିଟିଂ କରୁଥିବି, ଉଦ୍ଦୀପନା ମିଟିଂ କରୁଥିବି, ଏଇଟା କରୁଥିବି, ଫାଷ୍ଟିଂ ପ୍ରେୟାର କରୁଥିବି, ସବୁ ରକମ କରୁଥିବି, ବହୁତ ପଇସା ଖର୍ଚ୍ଚ କରୁଥିବି, ଛୋଟ ମଣ୍ଡଳୀ ବଡ଼ ମଣ୍ଡଳୀ ଯାହା ବି ହଉନା କାହିଁକି ମିନିଷ୍ଟ୍ରି 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 ହେଇକି ସବୁ ଅବହେଳା କରିକି ଜୀବନ କାଟୁଥିବି, ଖାଲି ମିନିଷ୍ଟ୍ରି ମିନିଷ୍ଟ୍ରି ହେଇକି ବ୍ୟକ୍ତିଗତ ପ୍ରସ୍ତୁତି ଯଦି ନଥିବ, ଅନ୍ୟମାନଙ୍କୁ ପ୍ରସ୍ତୁତ କରିବାରେ ମୁଁ ବହୁତ ବ୍ୟସ୍ତ ହେଇକି ରହୁଥିବି, ଆଉ ଯଦି ମୁଁ ବ୍ୟକ୍ତିଗତ ପ୍ରସ୍ତୁତ ହେଇନଥିବି ତାହେଲେ କି ଲାଭ? କିଛି ତାର ମୂଲ୍ୟ ନାହିଁ। ଏଥିପାଇଁ ଏଇ ଯୋଉ ପ୍ରକାଶିତ ବାକ୍ୟ ଏକ ପର୍ବଟା ଏତେ ଗୁରୁତ୍ୱପୂର୍ଣ୍ଣ, ଏକ ପର୍ବ ଏକ ପଦ, ତାକୁ ଆମେ ବୁଝିବାକୁ ପଡ଼ିବ। ଏବେ ଦେଖନ୍ତୁ ପ୍ରକାଶିତ ବାକ୍ୟରେ ଏକ ପର୍ବର 19 ପଦରେ, ପ୍ରକାଶିତ ବାକ୍ୟ ଏକ ପର୍ବର 19 ପଦରେ ଏଇ ବହିର ଚାବିଟା ଦିଆଯାଇଛି। ଏଇ ବହିଟା ଖୋଲିବା ପାଇଁ ଚାବି ଦିଆଯାଇଛି। କ'ଣ ସେଇଟା? ଅତଏବ ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି, ଏହାପରେ ଘଟିବ, ସେଇ ସବୁ ଲିପିବଦ୍ଧ କର। 3ଟା ସବଜେକ୍ଟ ଦିଆଗଲା ଏଠି। 19 ପଦ, ଯାହା ଦର୍ଶନ କଲ। ପାତ୍ମା ଦ୍ୱୀପରେ ଯୋହନ ଦର୍ଶନ କଲେ। କ'ଣ ଦର୍ଶନ କଲେ? ଏକ ପର୍ବର 12 ପଦରୁ ଏକ ପର୍ବର 18 ପଦ ପର୍ଯ୍ୟନ୍ତ ସେ ଦର୍ଶନ ପାଇଲେ ଯୀଶୁଖ୍ରୀଷ୍ଟଙ୍କର। ଆଉ କ'ଣ କ'ଣ ଦେଖିଥିବେ? କିନ୍ତୁ ଏଇ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ମନୁଷ୍ୟ ପୁତ୍ରଙ୍କ ସଦୃଶ୍ୟ ଜଣେ ବ୍ୟକ୍ତି, ପାଦ ପର୍ଯ୍ୟନ୍ତ ବସ୍ତ୍ର ଆଚ୍ଛାଦିତ, ମସ୍ତକର କେଶ ହିମ ପରି ଶୁକ୍ଳବର୍ଣ୍ଣ, ଚକ୍ଷୁରୁ ଅଗ୍ନି ବାହାରୁଛି,
ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଛି, ହାତରେ ଦକ୍ଷିଣ ହାତରେ 7ଟା ନକ୍ଷତ୍ର ଧାରଣ କରିଛନ୍ତି ଏବଂ ତାଙ୍କର ସୁବର୍ଣ୍ଣ ବୁକୁପଟା ବନ୍ଧା ହେଇଛି। ପାଦ ତାଙ୍କର ପିତ୍ତଳର ପାଦ ଭଳିଆ, ଭାଟିରେ ପରିଷ୍କୃତ ପିତ୍ତଳ ଭଳିଆ ତାଙ୍କର ପାଦ। କେତେ କଣ୍ଟା ମାରୁଛ ମାର ପିତ୍ତଳ ପାଦରେ। এই ଦର୍ଶନ ସେ ପାଇଲେ, କେବେ ଦେଖିନଥିଲେ। ସେ ଦର୍ଶନ ପାଇଲା ପରେ ସେ ତାଙ୍କ ପାଦ ତଳେ ମୃତ ପ୍ରାୟ ପଡ଼ିଗଲେ ବୋଲି ଲେଖା ହେଇଛି 8 ପଦରେ। ଆଉ ସେ କହିଲେ, ଦେଖ ଆମ୍ଭେ ମୃତ ହେଲୁ କିନ୍ତୁ ଆମେ ଯୁଗ ଯୁଗ ଜୀବିତ। ଅନେକ ଲୋକ କହୁଛନ୍ତି ଯୀଶୁ ମରିନାହାନ୍ତି କ୍ରୁଶରେ, ଶୈତାନଙ୍କୁ ମାରିଦେଲେ। ଯୀଶୁ କହିଲେ, ମୁଁ ମୃତ ହେଲି, ମୁଁ ମରିଲି, ଭଲେଣ୍ଟାରିଲି ମୋର ପ୍ରାଣ ମୁଁ ଦେଇଦେଲି। ଜନ ସୁସମାଚାର 10 ପର୍ବରେ କହିଲେ, ମୋର ପ୍ରାଣ ଦେବାକୁ ମୋର ଅଧିକାର ଅଛି। ମେଷମାନଙ୍କ ନିମନ୍ତେ ମୋର ପ୍ରାଣ ଗ୍ରହଣ କରିବାକୁ ମୋର ଅଧିକାର ଅଛି। ଯୀଶୁଙ୍କୁ କେହି ମାରି ପାରିବେ ନାହିଁ କି ମାରି ନାହାନ୍ତି ମଧ୍ୟ। ସେ ସ୍ୱେଚ୍ଛାପୂର୍ବକ ବଳିଦାନ କଲେ। ବଳିଦାନର ଅର୍ଥ ହେଉଛି ସ୍ୱେଚ୍ଛାପୂର୍ବକ ଦେବାଟା ହେଉଛି ବଳିଦାନ। ଭଲେଣ୍ଟାରିଲି ସାକ୍ରିଫାଇସ୍ଡ ହିଜ୍ ଲାଇଫ୍, ଆପଣଙ୍କ ପାଇଁ ମୋ ପାଇଁ। ଏଥିପାଇଁ ଏଠି ବସିଛୁ ଆଜି ଆମେ, ମୋର ପ୍ରିୟ ଭାଇ ଭଉଣୀମାନେ। ଏଥିପାଇଁ ଏଇ ଯୋଉ ତାଙ୍କର ବଳିଦାନ ହେଲା, ସେ କହିଲେ ମୁଁ ମୃତ ହେଲି ଆଉ ମୁଁ ଯୁଗ ଯୁଗ ଜୀବିତ। ଏଭରଲାଷ୍ଟିଂ ଟୁ ଏଭରଲାଷ୍ଟିଂ, ଇଟର୍ନାଲ ଟୁ ଇଟର୍ନିଟି, ମୁଁ ଜୀବିତ, ମୋର ମୃତ୍ୟୁ ନାହିଁ। କାହିଁ ସେ କହିଲେ ମୁଁ ଆମ୍ଭେ ପଥ ସତ୍ୟ ଜୀବନ, ଜୀବନ ଗୋଟେ କେବେ ମରେ ନାହିଁ। ସେ ନିଜେ ଭଲେଣ୍ଟାରୀ ତାକୁ ଗ୍ରହଣ କଲେ ମୃତ୍ୟୁଟାକୁ, ଆପଣଙ୍କ ପାଇଁ ମୋତେ। ଏଥିପାଇଁ ଗ୍ରହଣ କଲେ ଯେମିତି ଆମେ ଜୀବନ, ଅନନ୍ତ ଜୀବନ ପାଇବା, ପ୍ରଚୁର ଜୀବନ ପାଇବା। ଏବେ ସେ କହିଲେ ଯାହା ଯାହା ତୁମେ ଦେଖିଲ, ଆଉ ଯାହା ବର୍ତ୍ତମାନ ଘଟୁଛି, କ'ଣ ଘଟୁଛି? ଜଣଙ୍କ ସମୟରେ ତୁର୍କୀ ଦେଶରେ ଏସବୁ ମଣ୍ଡଳୀ ଥିଲା। এই 2 পর্ব 3 পর্বর মণ্ডলী, এফিসিস, স্মরଣା, পର୍ଗମ, ଥିଓତିରା, ସାର୍ଦି, ଫିଲାଦେଲଫିଆ, ଲାଉଦିକିଆ, এই 7ଟି ମଣ୍ଡଳୀ। ଆଉ ଏ ମଧ୍ୟ ମଣ୍ଡଳୀ ଥିଲା। এই ମଣ୍ଡଳୀର ପ୍ରାୟ ପାଉଲ, ଏଫିସି ମଣ୍ଡଳୀ ପାଉଲ ସ୍ଥାପନ କରୁଥିଲେ। ମଣ୍ଡଳୀ ମାନଙ୍କରେ କ'ଣ ଘଟଣା ଘଟୁଛି ସେଇଟା ଆଦ୍ୟ ମଣ୍ଡଳୀର ପ୍ରଥମ ଶତାବ୍ଦୀ ଆଦ୍ୟ ମଣ୍ଡଳୀ ଠାରୁ ଆରମ୍ଭ କରି ଆଜିର ମଣ୍ଡଳୀ ପର୍ଯ୍ୟନ୍ତ 2025 ମସିହା ସେପ୍ଟେମ୍ବର ମାସର 23 ତାରିଖ ପର୍ଯ୍ୟନ୍ତ ଯେତେ ମଣ୍ଡଳୀ ରହିଛି ପୃଥିବୀରେ ଆଦ୍ୟ ପ୍ରଥମ ଶତାବ୍ଦୀର, ଏଇ ସମସ୍ତ ବିଷୟଟାକୁ ଲେଖ। ଆଉ 7ଟା ମଣ୍ଡଳୀକୁ ରିପ୍ରେଜେଣ୍ଟ କରିକି ପ୍ରଭୁ କହିଲେ ଏଇ 7ଟି ମଣ୍ଡଳୀକୁ ଲେଖ। এই 7ଟି ମଣ୍ଡଳୀର ଆତ୍ମିକ ଅବସ୍ଥା ଆପଣଙ୍କର ମୋର ମଣ୍ଡଳୀର ଆତ୍ମିକ ଅବସ୍ଥା ସହରକୁ ରିପ୍ରେଜେଣ୍ଟ କରେ। ଆପଣଙ୍କର ମଣ୍ଡଳୀ ବା ମୋର ମଣ୍ଡଳୀ, ଆମେ ଯେଉଁ ମଣ୍ଡଳୀକୁ ଯାଉଛୁ, ଉପାସନା କରୁଛୁ, ମଣ୍ଡଳୀ ପରିବର୍ତ୍ତନ କଲେ କେହି ସ୍ୱର୍ଗକୁ ଯାଇପାରିବେ ନା। ଏଇଟା ଭଲରେ ମନେ ରଖନ୍ତୁ। ସ୍ୱର୍ଗକୁ ମଣ୍ଡଳୀ ନିଏ ନାହିଁ, ଯୀଶୁ ନିଅନ୍ତି। ଏ କଥା ଆମେ ସ୍ପଷ୍ଟ ଜାଣିବା। এই 7 ମଣ୍ଡଳୀ ଏଥିପାଇଁ କୁହାଗଲା ଯେ ମଣ୍ଡଳୀର ଆତ୍ମିକ ଅବସ୍ଥା। ଏବେ ଆମର ତ ଆଜି ତ ସମୟ ନାହିଁ ମଣ୍ଡଳୀ ବିଷୟରେ ଆଲୋଚନା କରିବା ପାଇଁ। ଆମକୁ ପ୍ରାୟ 5-6ଟା ସବଜେକ୍ଟ ନେବା ପାଇଁ ପଡ଼ିବ ଏଇ 7 ମଣ୍ଡଳୀ ବିଷୟରେ ଆଲୋଚନା କରିବା ପାଇଁ। ହେଲେ ଏତେ ଆଉ ଏହାପରେ ଘଟିବ 19 ପଦ କଥା କହୁଥିଲି, କି ଅଫ୍ ଦ ବୁକ୍ ଅଫ୍ ରେଭେଲେସନ୍। ଘଟିବ, କ'ଣ ଘଟିବ? ଏହାପରେ ମଣ୍ଡଳୀ ଯୁଗ ପରେ ମଣ୍ଡଳୀର ଯେତେବେଳେ ସଂଖ୍ୟା ପରିପୂର୍ଣ୍ଣ ହେଇଯିବ, ମଣ୍ଡଳୀର ସଂଖ୍ୟା ପରିପୂର୍ଣ୍ଣ ହେବ। ରୋମିଓ ବିବରଣୀ 11 ପର୍ବ ଯେଉଁମାନେ ଖୋଲୁଛନ୍ତି, ମୁଁ ଅଳ୍ପ ସମୟ ଭିତରେ ଛାଡ଼ି ଦେଉଛି ଆପଣଙ୍କୁ। ରୋମିଓ ବିବରଣୀ 11 ପର୍ବ 25 ପଦ, ଧ୍ୟାନ ଦିଅନ୍ତୁ। ରୋମିଓ ବିବରଣୀ 11 ପର୍ବ 25। କାରଣ ହେ ଭାଇମାନେ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର, ହଁ ହଁ, ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୁଡ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋର ଇଚ୍ଛା। ନିଗୁଡ ତତ୍ତ୍ୱ ମେଷ୍ଟୋରୀ, ଏ ସମ୍ବନ୍ଧରେ ଅଜ୍ଞ ରୁହ ନାହିଁ, ତାକୁ ଜାଣିବା ଦରକାର। ଏ ନିଗୁଡ ତତ୍ତ୍ୱଟା କ'ଣ? ତାପରେ ଭାଇ, ହଁ, ଏହା ମୋର ଇଚ୍ଛା ନୁହେଁ। ହଁ ଯେ ପର୍ଯ୍ୟନ୍ତ ହଁ ହଁ, ବିଜାତି ମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି, କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶ କ୍ରମେ କଠିନ ହୋଇଅଛି। କଠିନ ହୋଇଅଛି। ତାପରେ ଆଉ ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ। ଦେଖନ୍ତୁ ଦେଖନ୍ତୁ ଦେଖନ୍ତୁ, ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ ବୋଲି ବାଇବେଲ କହୁଛି। ଏବେ ମୁଁ ଏଇ ସବଜେକ୍ଟ ଉପରେ ଆଲୋଚନା କରିବା ପାଇଁ ଯାଉନାହିଁ। ଏଠି ଗୋଟେ ଛୋଟ ବିଷୟ ମୁଁ ଦେଖିବା ପାଇଁ ଚାହୁଁଛି ସମୟ ଅଭାବ ଯୋଗୁଁ। ଯେ ପର୍ଯ୍ୟନ୍ତ ବିଜାତୀୟ ମାନେ ବୋଲେ ଅନ୍ୟ ଜାତି ଲୋକ, ଇସ୍ରାଏଲ ଜାତି ବାହାରେ, ଜାକବର 12 ପୁଅ, ରୁବେନ, ଜିହୁଦା, ଗାଦ, ଆସେର, ବେଞ୍ଜାମିନ, ନପ୍ତାଲି, ଇସାକର, ଜୁବଲୁନ, ଯୋସେଫ, ଏମାନଙ୍କ ବାହାରେ ଯେଉଁ ଲୋକ ରହିଛନ୍ତି, ଆମମାନେ, ଆମର ବ୍ୟବସ୍ଥା ନଥିଲା, ଆମେ ଇସ୍ରାଏଲ ଜାତି ଲୋକ ନହୁଁ, ଆମ ପାଇଁ ନିୟମ କିଛି ନଥିଲା, ଆମମାନେ ସାଧୁମାନଙ୍କ ସହିତ ଆମମାନଙ୍କ ସମ୍ପର୍କ ନଥିଲା, ଅସୁନ୍ନତ ଜାତି ଥିଲୁ। ଏଥିପାଇଁ ବାଇବେଲ ପଣ୍ଡିତମାନେ ଅନୁବାଦ କଲାବେଳକୁ ଓଡ଼ିଆ ପଣ୍ଡିତମାନେ ଏଇ ବିଜାତି ଶବ୍ଦ ବ୍ୟବହାର କଲେ, ତାହା ହେଉଛି ଅନ୍ୟ ଜାତି। ଇସ୍ରାଏଲ ଜାତି ବାହାରେ ତାଙ୍କୁ ହେଦେନ୍ସ ବୋଲି କୁହାଯାଏ, ଅନ୍ୟ ଜାତି।
ସେମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି। କୋଉଠି? ମଣ୍ଡଳୀରେ। ଇସ୍ରାଏଲ ଜାତି ଆପଣ ଆରମ୍ଭରୁ କହୁଥିଲି, ଇସ୍ରାଏଲ ଲୋକ ଆଜି ଯୀଶୁ ଗ୍ରହଣ କରିନାହାନ୍ତି। ପୃଥିବୀରେ ଯଦି ଅଧିକାଂଶ ଲୋକ ଗ୍ରହଣ କରିଛି କୋଉମାନେ? ଇସ୍ରାଏଲ ଜାତି ବାହାରେ ଲୋକ ଗ୍ରହଣ କରିଛନ୍ତି। ହେଲେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କଲେ ମଣ୍ଡଳୀର ଅନୁଗ୍ରହ ସମୟ ସରିଯିବ ସେଦିନ। ହେଲେ ପୂର୍ଣ୍ଣ ସଂଖ୍ୟା କ'ଣ ପ୍ରଭୁ ଜାଣିଛନ୍ତି କି? ପ୍ରଶ୍ନ। ପୂର୍ଣ୍ଣ ସଂଖ୍ୟା କିଏ ଜାଣିଛି? ଯେମିତି ଲୋକ କୁହନ୍ତି ପ୍ରକାଶିତ ବାକ୍ୟରେ 1,40,000 ଲୋକ ମୁଦ୍ରାଙ୍କିତ କର, ଆମେ ସେ ଲୋକ ବୋଲି କହୁଛନ୍ତି। ସେମିତି ନାହିଁ, ବାଇବଲ ସେ କଥା କହୁନାହିଁ। ଏମିତି ଅଛନ୍ତି ଗ୍ରୁପ ଯେଉଁମାନେ କୁହନ୍ତି ଆମେ ହେଉଛି 1,40,000 ଲୋକ। ସେଟା ଗୋଟେ ନିର୍ଦ୍ଦିଷ୍ଟ ଗ୍ରୁପ କଥା କୁହାଗଲା। କାହିଁକି କୁହାଗଲା ତାର କାରଣ ଅଛି ବାଇବଲ। କିନ୍ତୁ ଆମେ ଏକ ସେ ଲୋକ ବୋଲି କହିବାଟା ହେଉଛି ପ୍ରକୃତ ଭୁଲ। ଏବେ ଏଇ ଜାଗାରେ ଆମେ ଦେଖିପାରୁଛୁ ବିଜାତି ମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରେ। କୋଉଠି ପ୍ରବେଶ କରେ? ମଣ୍ଡଳୀରେ। ଅନ୍ୟ ଜାତି ଲୋକମାନେ ଯେମିତି ନହଙ୍କ ଜାହାଜରେ ଗାଈ ଗୋରୁ ମେଣ୍ଢା ଛେଳି ବାଘ ଭାଲୁ ହାତୀ ଚିଲ ଶାର୍ଗୁଣା କପୋତ ଚଢ଼େଇ ମାନେ ସବୁ ହିଂସ୍ରକ ଅହିଂସ୍ରକ ପ୍ରବେଶ କରେ, ସେମିତି ପ୍ରବେଶ କରିବେ ଲୋକ। ମଣିଷମାନେ ଜଳପ୍ଲାବନରେ ମରିଗଲେ, ପଶୁ ପକ୍ଷୀ ଜନ୍ତୁ ମାନେ ଉଦ୍ଦୀପନା ହେଇଗଲା ଜଙ୍ଗଲ ଭିତରେ, ସେ ଆସିକି ଜାହାଜରେ ପ୍ରବେଶ କରି ରକ୍ଷା ପ୍ରାପ୍ତ ହେଇଗଲେ। ହେଲେ ଆମେ ବର୍ତ୍ତମାନ ଦେଖିପାରୁଛୁ ବିଜାତି ମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି। ଆପଣଙ୍କ ମନରେ ମୋ ମନରେ ଗୋଟେ ପ୍ରଶ୍ନ ଆସିବ ଯେ ପୂର୍ଣ୍ଣ ସଂଖ୍ୟା ବୋଲି କ'ଣ ସେଇଟା? ଏଇ ପୂର୍ଣ୍ଣ ସଂଖ୍ୟା କ'ଣ କିଏ ଜାଣିଛି? କିଛି ଲେଖା ହେଇଛି କି ବାଇବଲରେ? ନାହିଁ। ପ୍ରଭୁ ଜାଣିଛନ୍ତି, ନିଶ୍ଚୟ ଜାଣିବା କଥା। ଆଉ ଗୋଟେ ପ୍ରଶ୍ନ ଆସିବ ମନ ଭିତରେ ଆପଣଙ୍କର ମୋର, ଏଇ ସଂଖ୍ୟା କ'ଣ ପ୍ରଭୁ ନିର୍ଦ୍ଧାରଣ କରିଛନ୍ତି କି? ଯଦି ପ୍ରଭୁ ଏ ସଂଖ୍ୟା ନିର୍ଦ୍ଧାରଣ କରିଛନ୍ତି ତାହେଲେ ତ ବଡ଼ ସମସ୍ୟା ହେଇଯିବ। ସେ ସଂଖ୍ୟା ବାହାରେ ତ ଲୋକ କିଏ ପରିତ୍ରାଣ ପାଇପାରିବେ ନାହିଁ ଅନୁଗ୍ରହ ଯୁଗରେ, ବା ଅନୁଗ୍ରହ ପାଇପାରିବେ ନାହିଁ, ପାପକ୍ଷମ ପାଇପାରିବେ ନାହିଁ। କାହିଁ? ପୂର୍ଣ୍ଣ ସଂଖ୍ୟା ପ୍ରଭୁ ନିର୍ଦ୍ଧାରଣ କରିଛନ୍ତି। ସେଇଟା ନାହିଁ ଭାଇ ଭଉଣୀ ମାନେ। ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିବାର ଅର୍ଥ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କାଲବରୀ କ୍ରୁଶରେ ଯୋଉ ବଳିଦାନଟା ହେଲା, ମୃତ୍ୟୁ ଉପରେ ଜୟ ଲାଭ କଲେ, ପାପ ଉପରେ ଜୟ ଲାଭ କଲେ, ନରକ ଉପରେ ଜୟ ଲାଭ କଲେ, ଜଗତ ଉପରେ ଜୟ ଲାଭ କଲେ, ଶୈତାନ ଉପରେ ଜୟ ଲାଭ କଲେ। ଆଉ ଥରେ କହିଦେବେ, ପାପ ଉପରେ ଜୟ ଲାଭ କଲେ ଯୀଶୁ କ୍ରୁଶରେ, ମୃତ୍ୟୁ ଉପରେ ଜୟ ଲାଭ କଲେ, ନରକ ଉପରେ ଜୟ ଲାଭ କଲେ, ଶୈତାନ ଉପରେ ଜୟ ଲାଭ କଲେ, ଆଉ ଜଗତ ଉପରେ ଜୟ ଲାଭ କଲେ। এই যে বিজয় আনিলে প্রভু কালবরি ক্রুশরে, এটা সমস্ত ঈশ্বর জগৎকে মন্ত প্রেম করে। জগৎକୁ ପ୍ରେମ କଲେ ଜାଗାରେ ଗୋଟେ ଲୋକ ଛାଡ଼ିଦେଲେ ସେଟା ପୁରା ଜଗତ ହେଇପାରିବ ନାହିଁ। ଈଶ୍ୱର ଜଗତକୁ ମଧ୍ୟ ପ୍ରେମ କଲେ, ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ବଳିଦାନ କରିବା ପାଇଁ ଦାନ କଲେ, ବଳିଦାନ କରିବା ପାଇଁ ଦାନ କଲେ, ଯେପରି ଯେ କେହି ତାଙ୍କୁ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଏଥିରେ ଆପଣ ମୁଁ ଅନନ୍ତ ଜୀବନ ପ୍ରାପ୍ତ ହେଇଛୁ, ଆମେ ବିଶ୍ୱାସ କରିଛୁ। ନିଜ ଲୋକ ତାଙ୍କୁ ଗ୍ରହଣ କଲେ ନାହିଁ। ନିଜ ଲୋକ ଗ୍ରହଣ କଲେ ନାହିଁ। ପ୍ରେରିତ ମାନଙ୍କ ସମୟରେ ପାଉଲ ବର୍ଣ୍ଣବା ବାହାରେ ବିଜାତି ମାନଙ୍କ ପାଖରେ ବାକ୍ୟ ପ୍ରଚାର କରିବା ପାଇଁ ପିତର ମଧ୍ୟ ଯାଇକି ପ୍ରଚାର କରିଛନ୍ତି। ଆଜି ପର୍ଯ୍ୟନ୍ତ ଅନ୍ୟ ଜାତି ଲୋକଙ୍କ ପାଖରେ ସୁସମାଚାର ପ୍ରଚାର ହେଉଛି ଆଉ ମଣ୍ଡଳୀ ଗଠନ ହେଉଛି। ଆଉ ମଣ୍ଡଳୀକୁ ନରକର ବଳ ପରାଜୟ କରିବ ନାହିଁ ବୋଲି ଯୀଶୁ କହିଛନ୍ତି। ଯେତେ ତାଡ଼ନ ଆସିଲେ ମଧ୍ୟ ପ୍ରଭୁଙ୍କ ରାଜ୍ୟ କେବେ ମଧ୍ୟ ବନ୍ଦ ହେବ ନାହିଁ। ଆମେ ସମାଧାନ କରିବା ପାଇଁ ତ ବହୁତ ଚେଷ୍ଟା କରୁଛୁ, ସମାଧାନ ହେବ ନାହିଁ। ଗହମ ବୀଜ ମୃତ୍ତିକାରେ ପଡ଼ି ମରିବାର ଅଛି, ତେବେ ଫଳ ଫଳିବ। এই কথাটাକୁ ସ୍ପଷ୍ଟ ଭାବରେ ବୁଝିବାର ଅତି ପ୍ରୟୋଜନ ଅଛି। ଏଥିପାଇଁ ଯୀଶୁଖ୍ରୀଷ୍ଟଙ୍କର କାଲବରୀ କ୍ରୁଶର ବଳିଦାନକୁ ସୁସମାଚାର ଯୁଗ ଠାରୁ ଆରମ୍ଭ କରି ଯୀଶୁଖ୍ରୀଷ୍ଟଙ୍କର ତୁରୀବାଦ୍ୟରେ ମେଘମାଳାରେ ଆଗମନ କରିବା ପର୍ଯ୍ୟନ୍ତ, ମେଘମାଳାରେ ଜିତ ପର୍ବତରେ ନାହିଁ, ମନେ ରଖନ୍ତି କଥା। ମୁଁ ଦ୍ୱିତୀୟ ଆଗମନ କଥା କହୁନାହିଁ। ମଣ୍ଡଳୀ ତୁରୀବାଦ୍ୟରେ ଯୀଶୁଙ୍କୁ ଭେଟିବ। ସତୀକନ୍ୟା, ଦ୍ୱିତୀୟ କରନ୍ତି 11:2 ସତୀକନ୍ୟା ମଣ୍ଡଳୀ, সেই ପର୍ଯ୍ୟନ୍ତ ବା ମଣ୍ଡଳୀର ଶେଷ ବ୍ୟକ୍ତି ପ୍ରବେଶ କରିବା ପର୍ଯ୍ୟନ୍ତ, ନହଙ୍କ ଜାହାଜରେ ଯେମିତି ଶେଷ ଜନ୍ତୁ ଯେତେବେଳେ ଚାଲି ପାରୁନଥିବ ସେମିତି ଜନ୍ତୁ କି ଚଢ଼େଇ ପ୍ରବେଶ କଲା ପରେ କବାଟ ବନ୍ଦ ହେଇଗଲା, ପ୍ରଭୁ ବନ୍ଦ କରିଦେଲେ। ସେମିତି ମଣ୍ଡଳୀ ଯୁଗ ଆରମ୍ଭରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୂନ୍ୟ ମଣ୍ଡଳକୁ ଆସିବା ପର୍ଯ୍ୟନ୍ତ ଯେତେ ଲୋକ ଗ୍ରହଣ କରିବେ ଯୀଶୁଙ୍କୁ, ସେ ପ୍ରଭୁ ହେଇଥିବା ଯୋଗୁଁ ଆଗରୁ ଜାଣିଛନ୍ତି ସେ ସଂଖ୍ୟାଟା, ସେ ଇଣ୍ଟରଫିୟର କରନ୍ତି ନାହିଁ। ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ହେଇଛି, ସ୍ୱାଧୀନତା ଦିଆଯାଇଛି, ଅନୁଗ୍ରହ ସମସ୍ତଙ୍କ ପାଇଁ ଖୋଲା ହେଇଛି। ଅନୁଗ୍ରହ ପରେ ଅନୁଗ୍ରହ କରିଛନ୍ତି, ଯିଏ ବି ଗ୍ରହଣ କରିପାରିବ। ମଣ୍ଡଳୀକୁ ସୁଯୋଗ ଦେଇଛନ୍ତି ତୁ ବାକ୍ୟ ପ୍ରଚାର କରେ, ସୁସମାଚାର ପ୍ରଚାର କରେ, ଲୋକମାନଙ୍କୁ ପ୍ରଭୁ ପକା ଆଣେ। ଏଇଟା ପ୍ରତ୍ୟେକ ବିଶ୍ୱାସରେ କର୍ତ୍ତବ୍ୟ, ଖାଲି ପାଳକ ପ୍ରଚାରକ ମାନଙ୍କର କର୍ତ୍ତବ୍ୟ ନାହିଁ। ଏଇଟା ଖାଲି ଭବିଷ୍ୟତ ବକ୍ତା କି ପ୍ରେରିତ ମାନଙ୍କର ଶିକ୍ଷକ ମାନଙ୍କର କର୍ତ୍ତବ୍ୟ ନାହିଁ, କି ଡିକନ ମାନଙ୍କର କର୍ତ୍ତବ୍ୟ ନାହିଁ। ଏଇଟା ପ୍ରତ୍ୟେକ ବିଶ୍ୱାସରେ କର୍ତ୍ତବ୍ୟ। ଆଦ୍ୟ ମଣ୍ଡଳୀ ସେମିତି ଥିଲା, ଇଚ୍ ୱାନ୍ ଗେଟ୍ ୱାନ୍, ଜଣେ ଜଣକୁ ଲାଭ କରିପାରୁଥିଲେ। ଆଜିର ମଣ୍ଡଳୀ ତ ସଂସ୍ଥା ଉପରେ ନିର୍ଭର କଲେ ନା, ମଣ୍ଡଳୀ ଉପରେ ମଣ୍ଡଳୀ ନିର୍ଭର କରୁନାହିଁ ନା। ବାଇବେଲରେ ସଂସ୍ଥା କଥା ଲେଖାଯାଇନି, ମଣ୍ଡଳୀ କଥା ଲେଖା ହେଇଛି। ମଣ୍ଡଳୀ ଖ୍ରୀଷ୍ଟଙ୍କର ଶରୀର, ଜୀବନ୍ତ ଶରୀର।
ପ୍ରଥମ କରନ୍ତି 12 ପର୍ବ 12 ପଦ ଆପଣ ପଢିବେ ମଣ୍ଡଳୀ କଥା ବୁଝିପାରିବେ। ଏଫେସରେ ପଢନ୍ତୁ ମଣ୍ଡଳୀ କଥା ଆମେ ଜାଣିପାରିବା। ଏଥିପାଇଁ ଏଇ ଯୋଉ ପୂର୍ଣ୍ଣ ସଂଖ୍ୟା ଯୋଉଦିନ ସରିଗଲା ବା ପୂର୍ଣ୍ଣ ହେଇଗଲା ମଣ୍ଡଳୀର ସଂଖ୍ୟା ସେଇଦିନ ତୁରୀ ବାଦ୍ୟ ହେବ। ଲାଷ୍ଟ ୱାର୍ଡ ତୁରୀ ବାଦ୍ୟ। ଯେମିତି ତୁରୀ ବାଦ୍ୟ ହେବ ରାତି ହଉ ଦିନ ହଉ ତାକୁ 4 ଭାଗରେ ବିଭକ୍ତ କରାଯାଇଛି ମାର୍କ ସୁସମାଚାର 13 ପର୍ବରେ। ସନ୍ଧ୍ୟାବେଳେ, ମଧ୍ୟରାତ୍ରିରେ, କୁକୁଡ଼ା ଡାକିଲା ବେଳେ ଆଉ ସକାଳେ ବୋଲି। ଏଇ 4ଟା କଥା ମୁଁ ଏବେ ଏକ୍ସପ୍ଲେନ୍ କରୁନାହିଁ, ସମୟ ନାହିଁ ସେଥିପାଇଁ। କିନ୍ତୁ ଅର୍ଦ୍ଧରାତ୍ର ସମୟରେ ବରଙ୍କର ଆସିବା ଦେଖ ବରଙ୍କର ଆସିବାର ହେଲା ବେଳ ବୋଲିକି ଯୋଉ ତୁରିବା କୋଳାହଳ ହେଲା ଲେଖା ହେଇଛି ମାର୍କ ସୁସମାଚାର 25ରେ। ତା ପୂର୍ବରୁ କ'ଣ ଲେଖା ହେଇଛି? ବରଙ୍କର ଆସିବାର ବିଳମ୍ବ ହୁଅନ୍ତେ। କାହିଁକି ବର ବିଳମ୍ବ କରିଛନ୍ତି ଜାଣିଛନ୍ତି? ଏ 5 କନ୍ୟାଙ୍କର ତେଲ ନଥିଲା, ପ୍ରସ୍ତୁତ ହୁଅନ୍ତୁ ବୋଲି ବିଳମ୍ବ କରୁଥିଲେ। ଆଜି ଯଦି ପ୍ରଭୁ ଶ୍ରୀଖ୍ରୀଷ୍ଟ ବିଳମ୍ବ କରିଛନ୍ତି ହୁଏତ ଆପଣଙ୍କ ପାଇଁ ମୋ ପାଇଁ ବିଳମ୍ବ କରିଛନ୍ତି, ଆମ ପରିବାର ପାଇଁ ବିଳମ୍ବ କରିଛନ୍ତି। ଆମର ଅନେକ ଲୋକ ପ୍ରଭୁ ଜାଣିନାହାନ୍ତି ଆଜି। এই বিষয়টাକୁ ଆମେ ସ୍ପଷ୍ଟ ବୁଝିବାକୁ ପଡ଼ିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, କେହି ଯେପରି ବିନଷ୍ଟ ନ ହୁଅନ୍ତି, 2 Peter 3:8-9 ଏଥିପାଇଁ ସେ ଦୀର୍ଘ ସୃଷ୍ଟି ଜଗିଛନ୍ତି। ଏଥିପାଇଁ ଯେମିତି ତୁରୀ ବାଦ୍ୟ ହେଇଯିବ ଚକ୍ଷୁର ପଲକରେ 1 ନିମିଷରେ, ପ୍ରଥମ ଥେସଲୋନିକେ 4 ପର୍ବ 13 ପଦରୁ ତଳକୁ, ଆଉ ପ୍ରଥମ କରନ୍ତି 15 ପର୍ବ, ପୁରା ଏ 2ଟା ପର୍ବ ଆପଣ ପଢନ୍ତୁ, ମୁଁ ପଢିବା ପାଇଁ କହୁନାହିଁ। ଗୋଟେ ସେକେଣ୍ଡରେ ଚକ୍ଷୁର ପଲକରେ 1 ନିମିଷରେ ଆମେ ଶୂନ୍ୟ ମଣ୍ଡଳକୁ ନୀତ ହେଇଯିବା। ସେଇଟା ହେଉଛି ରେପଚର। ରେପଚର ବୋଲି ଯୋଉ ଶବ୍ଦ ୟୁଜ୍ କରୁ, ଶୂନ୍ୟ ମଣ୍ଡଳକୁ ନୀତ ହେବା, ୱିଲ୍ କାଟ୍ ଅପ୍ ଟୁ ଦ ଏୟାର। ଯେମିତି ମଣ୍ଡଳ ଉଠିଗଲା, ଲୋଟ ଯେମିତି ସୋଦମ ଗମୋରା ବାହାରି ଗଲେ, ନୋହ ଯେମିତି ଜାହାଜରେ ପ୍ରବେଶ କଲେ, ଠିକ୍ ସେମିତି ମଣ୍ଡଳ ଉଠିଗଲା। ଭଣ୍ଡ ଖ୍ରୀଷ୍ଟ ରାଜ୍ୟ ଆରମ୍ଭ ହେବ 7 ବର୍ଷ। এই 7 ବର୍ଷକୁ 2 ଭାଗରେ ବିଭକ୍ତ କରାଯାଇଛି। ଏଥିପାଇଁ ବାଇବେଲରେ ପ୍ରମାଣ ଅଛି, ମୁଁ ଆପଣଙ୍କୁ ବର୍ତ୍ତମାନ ସେ ପ୍ରମାଣ ଦେବା ପାଇଁ ମୋର ସମୟ ଅଭାବ, କିନ୍ତୁ ବାଇବେଲରେ ତାର ପ୍ରମାଣ ଅଛି। ମଣ୍ଡଳୀ ଏ 7 ବର୍ଷ ଭିତରେ ଯିବ ନାହିଁ। ଯେହେତୁ 2 ପର୍ବ 3 ପର୍ବ ପରେ ମଣ୍ଡଳୀକୁ ଆପଣ 19 ପର୍ବ ପର୍ଯ୍ୟନ୍ତ ପ୍ରକାଶିତ ବାକ୍ୟରେ ପାଉନାହାନ୍ତି। 4 ପର୍ବ 5 ପର୍ବରେ ପ୍ରକାଶିତ ବାକ୍ୟରେ ସ୍ୱର୍ଗର ଦର୍ଶନ, 6 ପଦରୁ କ୍ଲେଶ ଆରମ୍ଭ ହେଉଛି, 6 ପର୍ବରୁ ସପ୍ତ ମୁଦ୍ରା, ତାପରେ ସପ୍ତ ତୁରୀ ଧ୍ୱନି, ତାପରେ ସପ୍ତ କ୍ଲେଶର ପାତ୍ର, ମଝିରେ ସପ୍ତ ମେଘ ଗର୍ଜନ। ଏଗୁଡ଼ାକ ଗୋଟେ ପରେ ଗୋଟେ କ୍ଲେଶ, ନିର୍ଦ୍ଦିଷ୍ଟ ନାମ ନିର୍ଦ୍ଦିଷ୍ଟ ସମୟରେ ହେବ, ଆଉ ଈଶ୍ୱରଙ୍କ କ୍ରୋଧ ମଧ୍ୟ ଢଳାଯିବ। ଭଣ୍ଡ ଖ୍ରୀଷ୍ଟ ରାଜ୍ୟ ପ୍ରକାଶ ପାଇବ। ଭଣ୍ଡ ଖ୍ରୀଷ୍ଟର ପ୍ରାଦୁର୍ଭାବ 3 ବର୍ଷ 6 ମାସ ରହିବ 7 ବର୍ଷ ଭିତରେ। ତାକୁ କୁହାଯାଏ ମହାକ୍ଲେଶ, ଗ୍ରେଟ୍ ଟ୍ରିବୁଲେସନ। ତାକୁ ଗୋଟେ ଭଣ୍ଡ ଭାବବାଦୀ ସାହାଯ୍ୟ କରିବ। ଯେମିତି ମଣ୍ଡଳ ଉଠିଗଲା, ଗ୍ରେସ୍ ପିରିୟଡ଼ ଓଭର ହେଇଯିବ। ଲୋକମାନେ ଥିବେ ଯୀଶୁଙ୍କୁ ଜାଣିଥିବେ କିନ୍ତୁ ପରିତ୍ରାଣ ପାଇନଥିବେ, ତୁରୀବାଦରେ ଯାଇନଥିବେ। ସେହି ସମୟରେ ଯେଉଁମାନେ ପରିତ୍ରାଣ ପାଇବା ପାଇଁ ଚାହିଁବେ ସେମାନେ ପ୍ରାଣ ଦେଇକି ଅନୁଗ୍ରହ, ପ୍ରାଣ ଦେଇକି ପରିତ୍ରାଣ କିଣିବେ। 7 ବର୍ଷ ଭିତରେ 666 ଯୋଉ 13 ପର୍ବ ଲେଖାଯାଇଛି ସେଇଟା 3 ବର୍ଷ 6 ମାସ, ଶେଷ 3 ବର୍ଷ 6 ମାସରେ ହିଁ ବ୍ୟବହାର କରାହେବ। ପ୍ରଥମ 3 ବର୍ଷ 6 ମାସ ନାହିଁ। ପ୍ରଥମ 3 ବର୍ଷ 6 ମାସ ଭ୍ରାନ୍ତିର ସମୟ। ଲୋକମାନେ ଭ୍ରାନ୍ତ ହେଇକି ଭଣ୍ଡ ଖ୍ରୀଷ୍ଟକୁ ଇସ୍ରାଏଲ ଲୋକମାନେ ମସିହ ବୋଲି ବିଶ୍ୱାସ କରିବେ। ଆଉ ଏଇ 7 ବର୍ଷ କ୍ଲେଶ ହେଲା ପରେ ମଣ୍ଡଳୀକୁ ଧରିକି ଯୀଶୁ ସ୍ୱର୍ଗରୁ ଓହ୍ଲେଇବେ ଜିତ ପର୍ବତ। ସେଇଟା ଦ୍ୱିତୀୟ ଆଗମନ, ସେଇଟା ସେକେଣ୍ଡ କମିଂ। ସେଇଟା ରେପଚର ନାହିଁ। ରେପଚର ହେଉଛି ମଧ୍ୟାକାଶକୁ ଯିବାଟା ରେପଚର। ଆପଣଙ୍କୁ ମୁଁ ଗୋଟିଏ ମାତ୍ର ପଦ ଦେଖିବା ପାଇଁ ଚାହୁଁଥିଲି ତ ଦେଖିବା ପାଇଁ, କିନ୍ତୁ ସମୟ ଅଭାବ। 3 ପର୍ବ ପ୍ରକାଶ 3 ପର୍ବ ଦେଖନ୍ତୁ, 12 ପଦ ଗ୍ୟାରେଣ୍ଟି ଦିଆଯାଇଛି। 12 ପଦ, ତୁମେ ଆମର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ। ପ୍ରକାଶିତ ବାକ୍ୟ 3 ପର୍ବର 12 ପଦ। ଏଟା ଫିଲାଦେଲଫିଆ ମଣ୍ଡଳକୁ ଲେଖା ହେଇଛି, ଅର୍ଥାତ୍ ସମସ୍ତ ମଣ୍ଡଳୀ ଲେଖା ହେଇଛି। କାହିଁକି ସବୁ ଜାଗାରେ ଲେଖାଯାଇଛି ମଣ୍ଡଳୀ ଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ଯଦି ଚିଠିଟା ଲେଖାଯାଇଛି ଫିଲାଦେଲଫିଆ ମଣ୍ଡଳୀକୁ, କିନ୍ତୁ ତଳେ ଲେଖା ହେଇଛି ମଣ୍ଡଳୀ ଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ଏଫେସୀୟ ପାଇଁ ଲେଖା ହେଇଛି, ସ୍ମରଣା ପାଇଁ ଲେଖା ହେଇଛି, ପରଗମ ପାଇଁ ଲେଖା ହେଇଛି, ତାପରେ ସାଦ୍ରୀ ପାଇଁ ଲେଖାଯାଇଛି, ଲାଉଦିକିଆ ପାଇଁ ଲେଖା ହେଇଛି। ମଣ୍ଡଳୀ ଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ତୁମେ ଆମର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀ ମାନଙ୍କୁ, କାହାକୁ? ପୃଥିବୀ ନିବାସୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ, ମଣ୍ଡଳୀକୁ ପରୀକ୍ଷା କରିବା ନିମନ୍ତେ ନୁହେଁ, ପୃଥିବୀ ନିବାସୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ, ସମସ୍ତ ଜଗତ ଉପରକୁ, ମଣ୍ଡଳୀ ଉପରକୁ ନାହିଁ। ଯେଉଁ ପରୀକ୍ଷା କାଳ ଆସିନାହିଁ। କିଏ କ୍ଲେଶ ଚାଲିଛି ବର୍ତ୍ତମାନ, ଆମକୁ ହେଲା ଯୀଶୁ ଆସିଗଲେଣି, ବର୍ତ୍ତମାନ ଦ୍ୱିତୀୟ ଆଗମନ ହେବ ନାହିଁ, ରେପଚର ହେଇଗଲାଣି। ତାର କୌଣସି ପ୍ରମାଣ ନାହିଁ ବାଇବେଲରେ।
ଏଇଟା ଡକ୍ଟ୍ରିନାଲ ଗଡ଼ବଡ଼ ନୁହେଁ, ମୁଣ୍ଡରେ ମସ୍ତିଷ୍କଗତ କ'ଣ ଗଡ଼ବଡ଼, ଏଇଟା ଅଜ୍ଞାନତାର, ବାକ୍ୟ ନ ବୁଝିବାର। ଏଥିପାଇଁ ପରୀକ୍ଷା କାଳ ଆସିବ, ଆସୁଛି ଲେଖା ହେଇନି, ଆସିଛି ଲେଖା ହେଇନି, ଆସିବ, ଆସିନାହିଁ ପର୍ଯ୍ୟନ୍ତ। ସେଥିରୁ ସେଇ ପରୀକ୍ଷା କାଳ ଆମେ ତୁମକୁ ରକ୍ଷା କରିବା। କାହା କହୁଛନ୍ତି? ମଣ୍ଡଳୀ କହୁଛନ୍ତି। ଆମେ ଶୀଘ୍ର ଆସୁଛୁ, ତାହେଲେ ଆମେ ଶୀଘ୍ର ଆସୁଛୁ, ଆମେ ତୁମକୁ ରକ୍ଷା କରିବା। ଫିଲାଦେଲଫିଆ ମଣ୍ଡଳୀକୁ ଲେଖ। ଆଉ ତଳେ ଲେଖା ହେଇଛି ମଣ୍ଡଳୀ ଗୁଣକ ଆତ୍ମା କ'ଣ କହନ୍ତି? ଯାହାର କର୍ମ ସେ ଶୁଣୁ। ଏଥିପାଇଁ ଆପଣଙ୍କୁ ମତେ ଏ ଯୋଉ ପରୀକ୍ଷା କାଳ ଆସିବ, 1 ପର୍ବର 7 ପଦକୁ ଆସନ୍ତୁ, ଶେଷ କରିବା। 1 ପର୍ବର 7 ପଦ। ଦେଖ ସେ ମେଘମାଳାରେ ଆଗମନ କରୁଛନ୍ତି। ପ୍ରକାଶିତ ବାକ୍ୟ 1:7। ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ। ଯେଉଁମାନେ ତାଙ୍କୁ ବିନ୍ଧିଥିଲେ ତ ଜଣେ ମାତ୍ର ଲୋକ। ରୋମିଓ ସୈନ୍ୟମାନେ ମାରିଥିଲେ କଣ୍ଟା ହାତରେ ପାଦରେ, ଜଣେ ବର୍ଚ୍ଛାରାଘାତ କରୁଥିଲେ। ଧରନ୍ତୁ 5 ଜଣ ଶିଷ୍ୟମାନେ, 5 ଜଣ ରୋମିଓ ସୈନ୍ୟମାନେ ମାରିଥିଲେ, କିନ୍ତୁ କୋଉମାନଙ୍କ ପ୍ରରୋଚନାରେ ମାରିଥିଲେ? ରୋମିଓ ମାନଙ୍କ ପ୍ରରୋଚନାରେ ମାରିଥିଲେ, ଜିହୁଦୀ ମାନଙ୍କର ପ୍ରରୋଚନାରେ ମାରିଥିଲେ। ଇସ୍ରାଏଲ ଜାତି ତାଙ୍କୁ ଧରେଇ ଦେଲେ, ସମସ୍ତେ କହିଲେ କ୍ରୁଶରେ ଚଢ଼ାଅ, କୋଳାହଳ ଜୟ ହେଲା। 7 ଦିନ ପୂର୍ବରୁ ହୋସାନା ଦାଉଦ ସନ୍ତାନ କହୁଥିଲେ, 7 ଦିନ ପରେ ତାଙ୍କୁ କ୍ରୁଶରେ ଟାଙ୍ଗିଦେଲେ। ଯେଉଁମାନେ ତାଙ୍କୁ ବିନ୍ଧିଥିଲେ ବା ଇସ୍ରାଏଲ ଜାତି, ରୋମିଓ ସୈନ୍ୟମାନଙ୍କର ଅଧୀନରେ ଯେଉଁମାନେ ଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଦେଖିବେ ଇସ୍ରାଏଲ ଜାତି, ଆରେ ୟାଙ୍କୁ ତମେ କ୍ରୁଶରେ ମାରିଥିଲୁ, ହାତରେ ପାଦରେ କଣ୍ଟା ଚିହ୍ନ ଥିବ। ସେଦିନ ସେଇଟା ପ୍ରମାଣ, ଆପଣଙ୍କୁ ଯୀଶୁ ମତେ ପ୍ରେମ କରିଛନ୍ତି। ଆମେ ନିରୁପାୟ ଥିଲାବେଳେ ପ୍ରେମ କଲେ, ପାପୀ ଥିବା ସମୟରେ ପ୍ରେମ କଲେ, ଶତ୍ରୁ ଥିଲା ପ୍ରେମ କଲେ। କେମିତି ପ୍ରେମ କଲେ? ହାତରେ ପାଦରେ କଣ୍ଟା ଚିହ୍ନ ଥିବ। ମୋର ଥମାକୁ କହିଲା ଭଳିଆ, ମୋର କକ୍ଷ ଦେଶରେ ଦେଖ ବାପା, ବର୍ଚ୍ଛାରାଘାତ କରାହେଇଛି, ମୋର ଦାଗ ଏଠି ଅଛି, ଦେଖ ମୋର ହାତ। ଯେତେବେଳେ ଯୀଶୁ ଆଗମନ କରିବେ ତାଙ୍କ ହାତରେ ଚିହ୍ନ ଥିବ। ଆପଣଙ୍କ ପାଇଁ, ମୋ ପାଇଁ ତାଙ୍କୁ ଯୋଉ ବଳିଦାନ କରାହେଇଛି। ତାପରେ ସେ ଲେଖିଛନ୍ତି କ'ଣ ବୋଲିକି? ସେମାନେ ଦର୍ଶନ କରିବେ ଆଉ ପୃଥିବୀର ସମସ୍ତ ଗୋଷ୍ଠୀ। 7 ପଦ ଦେଖୁଛନ୍ତି? ପ୍ରକାଶିତ 1:7। ପୃଥିବୀର ସମସ୍ତ ଗୋଷ୍ଠୀ, ମଣ୍ଡଳୀ ନାହିଁ, ତାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ ଆମେନ୍। ଯୀଶୁ ଆସିଲେ ମଣ୍ଡଳୀ କାନ୍ଦିବ ନା ଖୁସି ହେବ? ଜଗତ ବିଳାପ କରିବ, ପୃଥିବୀ ବିଳାପ କରିବ, ପୃଥିବୀର ଲୋକମାନେ ବିଳାପ କରିବେ। ଆପଣ ମୁଁ ବିଳାପ କରିବା କି? କାହିଁକି ଆସିଲେ ପ୍ରଭୁ? ଭଲ ହେଲା, ଆସିନଥିଲେ ଭଲ ହେଇଥାନ୍ତା, ଆଉ ଟିକେ କେତେ ବର୍ଷ ରହିଥାନ୍ତି ପୃଥିବୀରେ, ମୋର ଗୁଡ଼େ କାମ ଥିଲେ ବୋଲି କହିବା। ଏମିତି କହିବା କି? ପୃଥିବୀ ନିବାସୀ ମାନେ ବିଳାପ, କାହିଁ ସେମାନେ ଜାଣିପାରିବେ ନାହିଁ। ଆମେ ତାଙ୍କୁ ରିଜେକ୍ଟ କଲୁ, ତାଙ୍କୁ ଅତ୍ୟାଚାର କଲୁ, ତାଙ୍କ ଲୋକଙ୍କୁ ମାରିଲୁ, ପିଟିଲୁ, ହତ୍ୟା କଲୁ, ମଣ୍ଡଳୀ ଭାଙ୍ଗିଦେଲୁ, ସଂସ୍ଥା ଭାଙ୍ଗିଦେଲୁ, କାର୍ଯ୍ୟ ଭାଙ୍ଗିଦେଲୁ, ଅନେକ ଗାଁ ଗଣ୍ଡା ନଷ୍ଟ କରିଛୁ, ଲୋକମାନଙ୍କର ଘରଦ୍ୱାର ଭାଙ୍ଗି ଦେଇଛୁ, ତାଡ଼ନା କରିଛୁ, ନିନ୍ଦା କରିଛୁ, ଅଚ୍ୟୁତ କରିଛୁ, ବାହାର କରିଦେଇଛୁ। ଇଏ ତ ସେଇ ଯୀଶୁ ଯାହାକୁ ସେମାନେ ପୂଜା କରୁଥିଲେ, ସେବା କରୁଥିଲେ, ଆରାଧନା କରୁଥିଲେ। ଇସ୍ରାଏଲ ଲୋକମାନେ କହିବେ, ଆରେ ଆମେ ଆଙ୍କୁ ତ ମରିୟମର ପୁଅ, ବଢ଼େଇର ପୁଅ, ତାକୁ ବଢ଼େଇ ବୋଲି କହୁଛନ୍ତି ସେମାନେ, ବଢ଼େଇର ପୁଅଙ୍କୁ, ଯୋସେଫଙ୍କ ପୁଅ, ମରିୟମର ପୁଅ, ତାଙ୍କୁ ତାଙ୍କୁ କ୍ରୁଶରେ ଟାଙ୍ଗି ଦେଲୁ। ଇଏ ତ ସେ ଆସିଲେ ବର୍ତ୍ତମାନ। ଆଉ ସେମାନେ ରୋଦନ କରିକି ବିଳାପ କରିବେ, ଜଗତ ଲୋକମାନେ। ଏଥର ସମୟ ନଥିବ। ଏଟା 7 ବର୍ଷ ଯେତେବେଳେ ଯୀଶୁ ମଣ୍ଡଳୀକୁ, ବାଇବଲ କହୁଛି ସାଧୁମାନଙ୍କୁ ଧରିକି ଓହ୍ଲେଇବେ। ଯଦି ଆପଣ ପଢିବେ ଜିହୁଦା ଚିଠା 1 ପର୍ବ ଅଛି, 15 ପଦ ପଢିବେ, ଜାଣିବେ ସାଧୁ ଅୟତ ସାଧୁମାନଙ୍କୁ ଧରି ସେ ଆସୁଛନ୍ତି। ସ୍ୱର୍ଗର ସାଧୁମାନେ କୁଆଡ଼େ ଆସିଲେ? ଅୟତ ସାଧୁ, ଦୂତମାନେ ଖାଲି ଅଛନ୍ତି। ଅତି ହେଲେ ମନେକର ଏଲିୟ ଅଛନ୍ତି, ନହେଲେ ହନକ ଅଛନ୍ତି, ନହେଲେ ମଉସା ଅଛନ୍ତି, ଆଉ କିଏ କିଏ ଥିବେ, ଅଳ୍ପ କିଛି ଲୋକ। ଏ ଅୟତ ସାଧୁ କୁଆଡ଼େ ଆସିଲେ? ମଣ୍ଡଳୀକୁ ଧରି ପ୍ରଭୁ ଜିତ ପର୍ବତରେ ଓହ୍ଲେଇବେ। ମଣ୍ଡଳୀ ପାଟରାଣୀ, ଯୀଶୁ ଖ୍ରୀଷ୍ଟଙ୍କର ସେ ସତୀକନ୍ୟା ହେଇକି ଅଛି, ସେ ଭାର୍ଯ୍ୟା ବୋଲି ଲେଖା ହେଇଛି ପ୍ରକାଶିତ 19 ପର୍ବରେ, ଭାର୍ଯ୍ୟା ହେବ। ରାଜା ଯୁଦ୍ଧକୁ ଗଲାବେଳକୁ ପାଟରାଣୀକୁ ନେଇକି ଯିବେ, ଆର୍ମାଗାଡାନରେ ଯୁଦ୍ଧ, ଜିତ ପର୍ବତ ଓହ୍ଲେଇବେ, ଭଣ୍ଡ ଖ୍ରୀଷ୍ଟକୁ ଧରିବେ, ଅଗ୍ନିମ ହ୍ରଦରେ ପକେଇବେ, ଭଣ୍ଡ ଭାବ ଧରି ଅଗ୍ନିମ ହ୍ରଦରେ ପକେଇବେ, ଶୟତାନକୁ ବାନ୍ଧିକି 1000 ବର୍ଷ ପର୍ଯ୍ୟନ୍ତ ପାତାଳ କୁଣ୍ଡରେ ବନ୍ଦୀ କରିବେ। ପୃଥିବୀରେ ଯୀଶୁ ଖ୍ରୀଷ୍ଟ 1000 ବର୍ଷ ଶାନ୍ତି ରାଜ୍ୟ କରିବେ। ଭଣ୍ଡ ଖ୍ରୀଷ୍ଟକୁ ଧରିଲା ପରେ ପାଖାପାଖି 40 ଦିନ ଲାଗିବ ପୃଥିବୀକୁ ପରିଷ୍କାର କରି ରାଜ୍ୟ ଘୋଷଣା କରିବା ପାଇଁ। ଖ୍ରୀଷ୍ଟଙ୍କ ରାଜ୍ୟ 1000 ବର୍ଷ ଫିଜିକାଲ ୱାର୍ଲଡ। ଆମେ ଯେଉଁମାନେ ବି ଜେରୁସାଲାମ ଯାଇପାରିନୁ, ଆମେ ସେତେବେଳେ ଯିବା। ପ୍ରତ୍ୟେକ ବର୍ଷ ଲୋକ ଜେରୁସାଲାମକୁ ଯିବେ ରାଜାଙ୍କୁ ଦର୍ଶନ କରିବା ପାଇଁ। ଯେଉଁମାନେ ଯିବେ ନାହିଁ ସେଇ ଦେଶରେ ବର୍ଷା ହେବ ନାହିଁ। ତାପରେ ଶେଷ ବିଚାର, ଶ୍ବେତ ସିଂହାସନ ବିଚାର ହେବ, ଏବଂ ଶ୍ବେତ ସିଂହାସନ ବିଚାର ପରେ ଆଉ ବିଚାର ନାହିଁ। ସେତେବେଳେ ଶ୍ବେତ ସିଂହାସନ ବିଚାର ପରେ ଆଉ ବିଚାର ନାହିଁ। ସେଇ 1000 ବର୍ଷ ପୁରିଲେ ଶୟତାନକୁ ଛାଡ଼ିବେ ପ୍ରଭୁ।
ସେ ମାଗ ଗାଗୋଗ ଅସଂଖ୍ୟ ବାଲୁକା ସଦୃଶ ଲୋକମାନଙ୍କୁ ନେଇକି ଉତ୍ତର ଦିଗରୁ ଆସିବ ଆକ୍ରମଣ କରିବା ପାଇଁ ଜେରୁସାଲେମକୁ। ଆପଣ এই ବିଷୟ ବୁଝିବା ପାଇଁ, ମୁଁ ସେ ବିଷୟ ବୁଝିବା ପାଇଁ ଜିଜିକଲ 38 ପର୍ବ 39 ପର୍ବ ପଢନ୍ତୁ। ମାଗ ଗୋଗୋଗ ରୋସର ମେସକର ତୁବୁଲସ ପୁଟ ଲିବିଆ ପାରସ୍ୟ ଏଗୁଡ଼ା ଯୋଉ ଲେଖା ହେଇଛି ଦେଶ ଗୁଡାକ ଆମେ ଆଖିରେ ବର୍ତ୍ତମାନ ଦେଖୁଛୁ ଇସ୍ରାଏଲ ବିରୁଦ୍ଧରେ କୋଉମାନେ ଆସୁଛନ୍ତି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, এই ଶେଷ ଅବିଚାର ଶେଷ ଜଜମେଣ୍ଟ ପରେ ଯୋଉଠି ଭଣ୍ଡ ଖ୍ରୀଷ୍ଟ ପଡିଥିବ, ଯୋଉଠି ଭଣ୍ଡ ଭାବାଦୀ ପଡିଥିବ ଅଗ୍ରିମ ହ୍ରଦରେ, ଦିଆବଳ ପୁରାତନ ଦିଅବଳ ନାଗ ସେଇ ଶୟତାନକୁ ଲୁସିଫରକୁ ସେଇଠି ପ୍ରଭୁ ପକେଇବେ, ପତିତ ଦୂତକୁ, ଆଉ ତା ସହିତ ଯୋଉମାନେ ଯୀଶୁଙ୍କୁ ଅଗ୍ରାହ୍ୟ କଲେ ସେମାନେ ମଧ୍ୟ ଅନନ୍ତ ଅଗ୍ନିରେ ପଡିବେ, ଯୋଉଟା କି ପରମାନେଣ୍ଟ। ଏବଂ ପ୍ରଭୁ ଅନନ୍ତ ରାଜ୍ୟ ସ୍ଥାପନ କରିବେ। ନୂତନ ପୃଥିବୀ ହେବ, ନୂତନ ଆକାଶ ମଣ୍ଡଳ ହେବ, ନୂତନ ପୃଥିବୀରେ ନୂତନ ଜନସମାଗମ ବାସ କରିବେ, ନୂତନ ଆକାଶ ମଣ୍ଡଳ ଆଉ ଗୋଟେ ଗାଲାକ୍ସି କସ୍ମୋସ ଆଉ ପ୍ରଭୁ କଣ ଆରମ୍ଭ କରିବେ। ଏଇସବୁ ଯେ ଗ୍ରହ ଆମେ ସବୁ ଦେଖୁଛୁ, ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ନକ୍ଷତ୍ର ସୌର ଜଗତ ଏଗୁଡାକ ରହିବ ନାହିଁ। ଏବଂ ନୂତନ ଜେରୁସାଲେମ ସ୍ୱର୍ଗରୁ ଓହ୍ଲେଇବ, 1500 ମାଇଲ ଉଚ୍ଚା ବିଲ୍ଡିଂ, ସୂର୍ଯ୍ୟକାନ୍ତ ମଣି ନିର୍ମିତ ସୁନାରେ ତିଆରି ହୋଇଛି, 12ଟା ମଣିରେ ପୁନାଦି ପଡିଛି। ତାର କବାଟ ଗୁଡାକ ମୁକ୍ତା ଦ୍ୱାରା ତିଆରି, 12ଟା କବାଟ ତାର, 1500 ମାଇଲ ଚଉଡା, 1500 ମାଇଲ ଲମ୍ବା, 1500 ମାଇଲ ଉଚ୍ଚା। ମଣ୍ଡଳୀ ସେଇଠି ରହିବ, ଦୁଃଖ କରନ୍ତୁ ନାହିଁ ମଣ୍ଡଳୀ। ମଣ୍ଡଳୀ ସେଇଠି ରହିବ ପ୍ରଭୁଙ୍କ ପାଖରେ, ତାଙ୍କ ମୁଖ ଦର୍ଶନ କରିବା। ଏବେ ତ ସ୍ୱପ୍ନରେ ମଧ୍ୟ ଦେଖୁନୁ, ଏ ଫଟୋ ଦେଖି ଭାବୁ ଯେମିତି ହେଇଥିବେ ପରା ବୋଲି, ସେମିତି ନାହିଁ। ସେଇ ନୂତନ ଜେରୁସାଲେମର କେନ୍ଦ୍ରରେ ଯୀଶୁ ଖ୍ରୀଷ୍ଟ ପ୍ରଦୀପ ସ୍ୱରୂପ ହେବେ। ଜାତିଗଣ ସେଠିକି ଆସିବେ, ଯିବେ। ଗାଲାକ୍ସି କସ୍ମସ୍, ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀ, ସ୍ୱର୍ଗର ସ୍ୱର୍ଗ ପାଉଲ କହିଲେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ମୁଁ ଜାଣିଛି। ସେଗୁଡାକ ଆପଣ ଭ୍ରମଣ କରିବେ, ଆମେ ଭ୍ରମଣ କରିବା। ମନର ଜ୍ଞାନ, ମନର ଗତି ଫେରିବ। ଆପଣ ଯୋଉଟା ଚିନ୍ତା କରିବେ ସେଇଠି ପହଞ୍ଚିବେ, ଯାହାକୁ ଇଚ୍ଛା ତାକୁ ଦେଖିପାରିବେ, ଯାହାକୁ କହିବାକୁ ଚାହୁଁ ସେ ଶୁଣିପାରିବ। ମୃତ୍ୟୁ ନାହିଁ, କ୍ଲେଶ ନାହିଁ, କଷ୍ଟ ନାହିଁ, ଶୋକ ନାହିଁ, ଅଭାବ ନାହିଁ, ଅନାଟ ନାହିଁ, ବିଚ୍ଛେଦ ନାହିଁ, ରୋଗ ବ୍ୟାଧି ନାହିଁ, ପ୍ରାର୍ଥନା ପାଇଁ ଯିବାକୁ ପଡିବ ନାହିଁ। ସେଠି ଆପଣଙ୍କୁ ଭାବାଣୀ କରିବା ପାଇଁ ପଡିବ ନାହିଁ, ଆପଣ ହିଲିଂ ମିଟିଂ କରିବା ପାଇଁ ପଡିବ ନାହିଁ, ବଡ ବଡ ସଭା ଆୟୋଜନ କରିବାକୁ ପଡିବ ନାହିଁ। ସେଇଠି ପ୍ରେମ, ଦୟା, ଶାନ୍ତି, ଭଦ୍ରତା, ମୃଦୁତା, ନମ୍ରତା, ବିଶ୍ୱସ୍ତତା ଆତ୍ମାଙ୍କର ଫଳ ରହିଛି। ମିନିଷ୍ଟ୍ରି ଆଉ ସେଠି ନାହିଁ, ସ୍ୱୟଂ ଯୀଶୁଙ୍କୁ ଆମେ ଆଖିରେ ଦେଖିବା। ଭାଇ ଖାଇବା ପାଇଁ ଅଛି ସେଠି, ସମୟ ଅଭାବ ଆମର କହିବା, ଖାଇବା ପାଇଁ ଅଛି ସ୍ୱର୍ଗରେ, କାମ ମଧ୍ୟ ଅଛି, କ୍ଳାନ୍ତି ନାହିଁ। କିନ୍ତୁ କେତେ କାଳ ରହେ? ଅନନ୍ତ କାଳ। ଅନନ୍ତ କାଳ ବୋଲେ କେତେ ମୁଁ ଜାଣିନାହିଁ। ଏଭରଲାଷ୍ଟିଂ ଟୁ ଏଭରଲାଷ୍ଟିଂ। ଆଜି ଆମର କର୍ତ୍ତବ୍ୟ କ'ଣ? ଆମର ଅନେକ ପ୍ରଭୁ ଜାଣିନାହାନ୍ତି, ମୋର ଅନେକ ଲୋକ ଅଛନ୍ତି ପ୍ରଭୁ ଜାଣିନାହାନ୍ତି, ଆପଣଙ୍କର ଅନେକ ଲୋକ ଜାଣି, ସେମାନଙ୍କୁ ଆମେ ପ୍ରଭୁଙ୍କୁ ଆଣିବା ପାଇଁ ପ୍ରାର୍ଥନା କରିବା କି ବୋଝ ସହିତ। ରାଜନୀତିରୁ ମଣ୍ଡଳୀ ବାହାରି ଆସୁ। ଆଜି ଏ ଯୋଉ ପାଳକ ମାନଙ୍କର କମ୍ପିଟିସନ ଚାଲିନି, ବକ୍ତା ମାନଙ୍କର କମ୍ପିଟିସନ, ଝଗଡ଼ା ଝାଟି ଯୋଉ ଚାଲିଛି, ଏଥିରୁ ବାହାରି ଆସିକି ଆତ୍ମା ଲାଭ ପାଇଁ, ନିଜର ଆତ୍ମା ପାଇଁ, ନିଜ ପରିବାର ପାଇଁ ଚିନ୍ତା କରିବାର ସମୟଟା ଆସି ପହଞ୍ଚିଛି। ଆମେ କାହାକୁ କରେକ୍ସନ କରିପାରିବା ନାହିଁ, ପ୍ରଥମେ ନିଜକୁ କରେକ୍ସନ କରିବା ଆବଶ୍ୟକ ରହିଛି। ଅନ୍ୟ ପାଇଁ ଯଦି ବୋଝ ଅଛି ପ୍ରାର୍ଥନା କରିବା ପାଇଁ, ତାହେଲେ ତା ପାଇଁ ପ୍ରାର୍ଥନା କରିବା। ଜଣଙ୍କର ଆତ୍ମାର ମଙ୍ଗଳ ପାଇଁ ଚିନ୍ତା କରିବା। କାହିଁକି ଆତ୍ମାର ମଙ୍ଗଳ? ପେମେଣ୍ଟ ହେଇଛି କୃଷରେ, ଗଠନମୂଳକ, ଏଟା ପରିତ୍ରାଣ, ଗଠନମୂଳକ, ଭଗ୍ନମୂଳକ ନାହିଁ। ପେମେଣ୍ଟ ହେଇଯାଇଛି କାଲବରୀ କୃଷରେ। ଆପଣଙ୍କର ମୋର ଦଣ୍ଡ ଦେବାର କି ବିଚାର କରିବାର ଅଧିକାର ନାହିଁ କାହାକୁ, ସେଟା ପ୍ରଭୁଙ୍କର ଅଧୀନ ଭିତରେ ରହିଯାଇଛି। ଏଥିପାଇଁ ଆଜି ଏ ଯୋଉ ତୁରୀ ବାଦ୍ୟ ହେବ, ରେପଚର ହେଇଯିବ 23 ତାରିଖ 24 ତାରିଖ, ସେଇଟା ବାଇବେଲ ସମ୍ମତ ନୁହେଁ କି ସେଇଗୁଡାକ ପଢିକି ମଧ୍ୟ ଆମମାନଙ୍କୁ ଏତେ ମୁଣ୍ଡ ଖର୍ଚ୍ଚ କରିବାର ଆବଶ୍ୟକ ନାହିଁ। ପ୍ରଭୁ ତାଙ୍କ ଟାଇମରେ ଆସିବେ, ଆପଣ ନିର୍ଦ୍ଧାରଣ କଲେ, ମୁଁ ନିର୍ଦ୍ଧାରଣ କଲେ, ଆମେ କିଏ ଟାଇମ ନିର୍ଦ୍ଧାରଣ କରିବା? ଆମେ ଟାଇମ ଟେବୁଲ କିଏ ତିଆରି କରିବା ପ୍ରଭୁଙ୍କ ପାଇଁ କହୁନାହାନ୍ତି? ଏଥିପାଇଁ ଦୟାକରି ମୋର ଭାଇ ଭଉଣୀ ମାନେ ସରଳ ବିଶ୍ୱାସୀ ହେବା, ଜଟିଳ ଆଡକୁ ଯିବା ନାହିଁ। ପ୍ରଭୁଙ୍କ ବାକ୍ୟ ସରଳରେ ପଢିବା, ସରଳରେ ବୁଝିବା। ନ ବୁଝି ପାରିଲେ କାଣ୍ଡାକି ନାମନୀ ରାଣୀଙ୍କ ବ୍ୟବସ୍ଥା ଭଳିଆ ମତେ ଗୋଟେ କିଏ ନ ବୁଝେଇଲେ ମୁଁ ବୁଝିବି କେମିତି ବୋଲି କାହାକୁ ଖାଲି ଖୋଜିବା ବୁଝିବା ପାଇଁ। ସବୁ ଜାଣିଛି ବୋଲି ଚିନ୍ତା କରନ୍ତୁ, ଯୋଉଟା ଆପଣ ସବୁ ଜାଣିଛି ଚିନ୍ତା କଲେ ସେଦିନଠୁ ଆଉ ବୁଝିବାର କିଛି ନାହିଁ ଆଉ ଆଗକୁ। ଆଜି ଓଡ଼ିଶାର ମଣ୍ଡଳୀ ମାନଙ୍କ ପାଇଁ ମୋର ହୃଦୟର ବୋଝ ପ୍ରାର୍ଥନା, ଉଦ୍ଦୀପନା ଦରକାର। ଓଡ଼ିଶା ମଣ୍ଡଳୀ ଆପଣ ସେଇ ପ୍ରାର୍ଥନା କରନ୍ତୁ, ଉଦ୍ଦୀପନା ପଠାଅ ପ୍ରଭୁ। ଦୁଃଖ କଷ୍ଟ ସମସ୍ୟା ଆସୁଛି, ତା ଭିତରେ ଯେମିତି ଆମେ, ମୁଁ ବ୍ୟକ୍ତିଗତ, ମୋର ପରିବାର, ମୋର ମଣ୍ଡଳୀ, ଆମେ ସବୁ ଭିତରେ ଯାଇପାରିବୁ ଧୈର୍ଯ୍ୟର ସହିତ ତୁମ ଅନୁଗ୍ରହରେ। ଅଦରକାରୀ ବିଷୟରେ ବ୍ୟସ୍ତ ହେବା ନାହିଁ, ଅଦରକାରୀ ସମୟ ନଷ୍ଟ କରିବା ନାହିଁ, ଯୁକ୍ତି ତର୍କ ଜ୍ଞାନ ଦେଖେଇବା, ଏଇଟା କରିବା ସେଇଟା କରିବା, ତାହିରେ ମନୋଯୋଗୀ ହେବା ନାହିଁ। ନମ୍ରତାର ସହିତ ନ୍ୟୁନ ମନ କରିକି ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିକି ଜୀବନ କାଟିବା। ତାଙ୍କ ରକ୍ତରେ ଶକ୍ତି ଅଛି, ଆମମାନଙ୍କ ପାପ ସମ୍ପୂର୍ଣ୍ଣ ଧୌତ କରି ପରିଷ୍କାର କରି
ଆମକୁ ଯୋଗ୍ୟ କରିବା ପାଇଁ। ତାଙ୍କ ଯୋଗ୍ୟତା ଆମର ଯୋଗ୍ୟତା, ତାଙ୍କର ଧାର୍ମିକତା ଆମର ଧାର୍ମିକତା, ତାଙ୍କର ପବିତ୍ରତା ଆମର ପବିତ୍ରତା। ମୁଁ ଯୋଉଟା ପାରୁନାହିଁ ପ୍ରଭୁ ତାହା କରିଦେଇଛନ୍ତି, ମୁଁ ଯୋଉଟା ବୁଝିପାରୁନି ପିତା ତାହା କରିଛନ୍ତି ଆପଣଙ୍କ ପାଇଁ, ମୋ ପାଇଁ, ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ମୂଲ୍ୟ ଦେଇକି। ଏଥିପାଇଁ ସରଳ ବିଶ୍ୱାସ ହେଇକି ଦୃଢ଼ତାର ସହିତ ଯାହା ଶୁଣା କାହିଁକି, ଯୀଶୁ କେବେ କହିନାହାନ୍ତି ତମ ଡଙ୍ଗାରେ ତୋଫାନ ନାହିଁ ବୋଲିକି। ଯୀଶୁ ଶୋଇଥିବା ଡଙ୍ଗାରେ ତୋଫାନ ହେବାଟା ଗ୍ୟାରେଣ୍ଟି ହେବ, କିନ୍ତୁ କୂଳରେ ଲଗେଇଦେବେ। କାହିଁ ସେ କହିଛନ୍ତି ଆସ ଆର ପାରିକୁ ଯିବା, ନିଶ୍ଚୟ ନେଇଯିବେ। ଦୟାକରି ସମସ୍ତ ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ଯେଉଁମାନେ ଜୁମ୍ରେ ଅଛନ୍ତି ବା ଯେଉଁମାନେ ଯଦି କିଛି ୟୁଟ୍ୟୁବରେ ଆପଣ ଦେଖିପାରୁଛନ୍ତି, ତାହେଲେ ଯଦି ବାକ୍ୟ ଆପଣଙ୍କ ପାଇଁ ଉପକାରଜନକ କିଛି ହେଇଥିବ, ଆପଣ ପ୍ରିୟ ପ୍ରଭୁ ଦାସଙ୍କୁ, ପାଣି ବାବୁଙ୍କୁ ଫିଡବ୍ୟାକ୍ ଦିଅନ୍ତୁ। ନହେଲେ ଯଦି କିଛି ପ୍ରଶ୍ନ ରହିଛି ଆପଣଙ୍କର, ତାଙ୍କୁ ପ୍ରଶ୍ନ ଦିଅନ୍ତୁ, ସେ ପ୍ରଶ୍ନ ମୋ ହାତରେ ପହଞ୍ଚିବ। ଆଉ ଯଦି ଏମିତି ସୁଯୋଗ କେତେବେଳେ ଆସେ କହିବା ପାଇଁ, ତାହେଲେ ମୁଁ ସେ ପ୍ରଶ୍ନର ଉତ୍ତର ମଧ୍ୟ ପାରିବା ପାଇଁ ପ୍ରାର୍ଥନା କରିବି। ପ୍ରଭୁ ଯେମିତି ସେ ପ୍ରଶ୍ନ ଉତ୍ତର ମୋତେ ଆପଣଙ୍କୁ ବୁଝେଇଦେବେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆଉ ସମସ୍ତଙ୍କ ସଙ୍ଗରେ ହୁଅନ୍ତୁ। କାଳ ଅତି ମନ୍ଦ, ଅତି ସାବଧାନରେ ଜୀବନ କାଟିବା। ଯୋଉଟା ଦରକାର ସେଇଠି ରହିବା, ଯୋଉଟା ଅଦରକାରୀ ସେଇଠି ରହିବା ନାହିଁ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ।